जय जगन्नाथ सर। तो आपण माने आजिर टॉपिक कोन जानिचंती? सर अच्छा, तो आपण माने कोन स्विंग ट्रेडिंग करंती बा पोजिशनल ट्रेडिंग करंती, स्टॉक किनंती? सर ये स्टॉक रे करू टाइम टाइम रे लेकिन हमें से जो पाइथन अल्गोरे बेसी कर। अच्छा, तो आपण स्टॉक सिलेक्शन रे मेथड कोन केनते आपण स्टॉक सिलेक्ट करंती? सर हमको सिखे थे जे एनएसआई जाएगी जो फास्ट जो गैप अप गैप डाउन जो स्टॉक खोलु छी से स्टॉक रे ट्रेड करया पे हम सेटा कर ही कर। सेटा तो इंट्राडे पे ही गला, किंतु यदि आपण भावचंती गोटे स्टॉक किनिबी जोटा 10-15% मिलिबो आगामी 7 दिन भितरे, 15 दिन भितरे, मासे 2 मास भितरे, आरो केनते आपण बाछंती स्टॉक? सेटा हम के करिनी सर। अच्छा, ଆପଣ କଣ ସୁବ୍ରତ ବାବୁ ଫୋନ ୟୁଜ କରନ୍ତି ନା କମ୍ପ୍ୟୁଟର ୟୁଜ କରନ୍ତି? सर लैपटॉप यूज कर। ହଁ, ଭେରି ଗୁଡ୍। କାରଣ ମୁଁ ଯାହା ଶିଖେଇବି ସବୁ ଲାପଟପ୍ ବା ଡେସ୍କଟପ୍ ୟୁଜ କରୁଥିଲେ ଆପଣ ତାକୁ ବ୍ୟବହାର କରିପାରିବେ। ଏଟା ମୋବାଇଲ ପାଇଁକା ମୁଁ ଯୋଉଟା ଶିଖୁ ସେଟା ଆପ୍ଲିକେବଲ ନୁହେଁ। ଆଉ ଟେକ୍ନିକାଲ ଆନାଲିସିସ୍ ଆପଣ ଠିକ ଠାକ ଜାଣନ୍ତି? सर नुआ नुआ तो शिखुची एतटा कंफर्म हेइनी धीरे धीरे होउची जते तो पढ़ियो तो नॉलेज बढ़ियो। ବିଲକୁଲ ବିଲକୁଲ। ଇଏ ଗୋଟେ ହଉଛି ଅଗାଧ ସମୁଦ୍ର। ଆଜ୍ଞା। ଆଉ ଯେତିକି ପଢିବେ ସେତେ ଅଧିକ ବୁଝିପାରିବେ। ଭେରି ଗୁଡ୍। ତ 7:30 ହେଲା, ଆମେ ଆରମ୍ଭ କରିବା। ତ ମୁଁ ସେୟାର କରୁଛି ସ୍କ୍ରିନ୍। ଆଜ୍ଞା ସାର୍। ବର୍ତ୍ତମାନ ମୋ ସ୍କ୍ରିନ୍ ଦେଖାଯାଉଛି? ଆଜ୍ଞା ସାର୍ ଦେଖାଉଛି। ଠିକ। ତ ବେସିକାଲି ଆମେ ଆରମ୍ଭ କରିବା କିଛି ଟେକ୍ନିକାଲ ଆନାଲିସିସ୍, ତାପରେ ଆମେ ଯିବା ସ୍କ୍ରିନରକୁ। କେମିତି ଗୋଟେ ସ୍କ୍ରିନରକୁ ଆମେ ବାଛିବା ବା ତାର କଣ୍ଡିସନ କଣ ତାପରେ ଡିସ୍କସ କରିବା ପାଇଁକା। ଧନ୍ୟନ୍ତୁ ଆମେ ଦେଖିବା ଏସିସି। ଆପଣ ଦେଖୁଥିବେ ମୋ ସ୍କ୍ରିନରେ ଏସିସି ର ଚାର୍ଟ ଅଛି। ମୁଁ ଗୋଟେ ଦିନର ଡେଲି କ୍ୟାଣ୍ଡେଲ ର ଚାର୍ଟ ଦେଖୁଛି। ବର୍ତ୍ତମାନ ଆପଣ ନିଶ୍ଚୟ ଜାଣିଥିବେ ଏକ୍ସପୋନେንସିଆଲ ମୁଭିଂ ଆଭରେଜ ବା ଇଏମଏସ୍, ଆରଏସଆଇ ଜାଣିଥିବେ, ବୋଲିଞ୍ଜର ବ୍ୟାଣ୍ଡ, ପାଇଭଟ୍ସ। ଟିକେ ଦେଖିଥିବା ତାପରେ ଆମେ ଯିବା କେମିତି ସ୍କ୍ରିନର ତିଆରି କରିବା ବୋଲି। ଏଠି ଦେଖନ୍ତୁ ମୁଁ ଦିଟା ଇଏମଏ ଲଗେଇଛି, ଏକ୍ସପୋନେንସିଆଲ ମୁଭିଂ ଆଭରେଜ। ଏଟାକୁ ମୁଁ ଚେଞ୍ଜ କରିଦଉଛି। ଠିକ ଅଛି, ଏଟା 26 ଆଉ 44 ଅଛି, ଏଟାକୁ ମୁଁ କରିଦଉଛି 20 ଆଉ 50। ତ ଏକ୍ସପୋନେንସିଆଲ ମୁଭିଂ ଆଭରେଜ ଯେତେବେଳେ କ୍ରସଓଭର ହୁଏ ସେତେବେଳେ ଆମେ କହୁଛେ ଗୋଟେ ବୁଲିଶ ପ୍ୟାଟର୍ନ ବା ବୁଲିଶ ଟ୍ରେଣ୍ଡ ଆରମ୍ଭ ହେଲା ବୋଲି। ଦେଖନ୍ତୁ ଏଠି ଯେତେବେଳେ ବ୍ଲୁ ଲାଇନଟା ହଉଛି ଆମର 20 EMA ଆଉ ଗ୍ରୀନ ଲାଇନଟା ହଉଛି ଆମର 50 EMA। ଯେତେବେଳେ ତଳୁ ଆସିକିରି 20 EMA 50 EMA କୁ କାଟିକି ଉପରକୁ ଯାଉଛି ସେତେବେଳେ ଗୋଟେ ଅନୁମାନ ଲଗାଯାଏ ଯେ ଏବିକା ବୁଲିଶ ଟ୍ରେଣ୍ଡ ଆରମ୍ଭ ହେବାକୁ ଯାଉଛି। କାରଣ ଏଇ ସେସନରେ ଆମେ ଟେକ୍ନିକାଲ ଆନାଲିସିସ୍ ବିଷୟରେ ପଢିବାନି, ଖାଲି କେମିତି ୟୁଜ କରିବା ସ୍କାନର ତାକୁ ସେଥିପାଇଁକା କିଛି କିଛି ପଏଣ୍ଟସ ଆମେ ଚର୍ଚ୍ଚା କରିବା। ସାର୍ ଟିକେ କଲର ଚେଞ୍ଜ କରିଦିଅନ୍ତୁ, କଲର ପୁରା ମିଶି ଯାଉଛି। ଆଚ୍ଛା, ଠିକ ଅଛି। ବର୍ତ୍ତମାନ ଟିକେ ଠିକ ଦେଖାଗଲା? ଆଜ୍ଞା ସାର୍ ଠିକ ଠାକ ଦେଖାଯାଉଛି। ଆଚ୍ଛା, ତ ଯୋଉଟା ଅରେଞ୍ଜ କଲର ସେଟା ଅଛି 20 EMA, ଯୋଉଟା ବ୍ଲାକ୍ କଲର ସେଟା ଅଛି 50 EMA। ଯେତେବେଳେ ଆମର 20 EMA ବା ସ୍ଲୋ ଇଏମଏ ଫାଷ୍ଟ ଇଏମଏ ସ୍ଲୋ ଇଏମଏ କାଟିକି ଉପରକୁ ଯାଉଛି ସେତେବେଳକୁ ଆମେ ଧରୁଛେ ଏଇଟା ଗୋଟେ ବୁଲିଶ ଟ୍ରେଣ୍ଡ ବୋଧହୁଏ ଆରମ୍ଭ ହେଲା। କିନ୍ତୁ କୌଣସି ଇଣ୍ଡିକେଟର କେବେ ଏକୁଟିଆ ବ୍ୟବହାର କରି କେବେ ଟ୍ରେଡ କରାଯାଏନି, ତା ସାଙ୍ଗରେ ସପୋର୍ଟିଂ ଇଣ୍ଡିକେଟର ମଧ୍ୟ ଦରକାର ପଡେ। ତ ସପୋର୍ଟିଂ ଇଣ୍ଡିକେଟର ଆମର ଏଠି କଣ ନେଇଛୁ ଆମେ ନେଇଛୁ ଆରଏସଆଇ। ସେମିତିଆ ଆମେ ଅନ୍ୟାନ୍ୟ ବହୁତ ଜିନିଷ ନେଇପାରିବା, ଷ୍ଟକାଷ୍ଟିକ ନେଇପାରିବା, ବା ମ୍ୟାକଡି ନେଇପାରିବା, ନହେଲେ ସିସିଆଇ ନେଇପାରିବା, ବିଭିନ୍ନ ଅସିଲେଟର ଆମେ ନେଇପାରିବା। ଧରି ନିଅନ୍ତୁ ଆମେ ୟାରି ଉପରେ ଗୋଟେ ଆରମ୍ଭ କରିବା, ଗୋଟେ ସ୍କାନର ତିଆରି କରିବା ପାଇଁ, ତାହେଲେ ଏଠି ଆମର କଣ ହଉଛି
आमे नबा जे जो स्टॉक रे 20 EMA 50 EMA को काटी के ऊपर जाउची जाको हमको क्रॉस ओवर होची सो 20 EMA crosses above 50 EMA and the RSI is above 60 ताले ताको किना जाओ बस सेटा को हमको बाई सिग्नल दो बोली तो हमें जिबा चार्टिंग आपण charting.com को जाइकरी सेठी आपण गोटे फ्री अकाउंट खोल दे परिबे सेठी जाके आपण लॉग इन करिवे सेतरे पैसा लागिवनी इट्स अ फ्री एट देखिबे एठी अछि स्क्रीनर तो स्क्रीनर को जिबे एठी विभिन्न प्रकार स्क्रीनर अछि फंडामेंटल स्कैन टॉप लव कैंडलस्टिक पैटर्न स्कैन तापर आपण देखि परिबे एठी रेंज ब्रेकआउट स्कैन बुलिश स्कैन बियरिश स्कैन एते हजार हजार स्कैनर तयारी के पड़ी रहिछि आपण निजे मध्ये देखि पारे केमते स्कैनर तयारी हिछि किंतु आमे वर्तमान देखिबा कि क्रिएट आवर ओन याक पाखरे लक्षे 50,000 प्लस स्कैनर्स अछि ऑलरेडी तो आमे गोटे क्रिएट करिबा कोन क्रिएट करिबा एट लिखला जे द स्टॉक पासेस ऑल ऑफ द बिलो फिल्टर्स इन कैश सेगमेंट हमरो मार्केट रे कैश सेगमेंट अछि फ्यूचर्स एंड ऑप्शन सेगमेंट अछि हमें वर्तमान कैश सेगमेंट देखिबा एट कोन कोन सेगमेंट हे परिबो कैश हे परिबो बैंक निफ्टी माने बैंक निफ्टी रे 12 टा स्टॉक ईटीएफ्स अछि फ्यूचर्स अछि गोल्ड ईटीएफ इंडिसेस हमरो एटा के मिड कैप 50 निफ्टी 50 एमति विभिन्न प्रकार रो ये अछि आपनकर सेगमेंट्स हमें वर्तमान पे देखिबा खाली कैश तापरे एठी हम कोन कहूचे जे ईएमए मो टाइप कली आसीगला ईएमए एक्सपोनेंशियल एठी ईएमए 20 बाय डिफॉल्ट आसला आपण जो चाहिबे अलगा ईएमए व्यवहार करे पे सपोज आपण को 10 ईएमए यूज करी ताले करि परिबे अदरवाइज बाय डिफॉल्ट 20 आसे एथमे का 20 आसे जे पृथ्वी रे सबुठ अधिका व्यवहार होतबा ईएमए होचे 20 ईएमए तापरे एठी आसला प्लस माइनस लिखा हिची एठी तो गला परे ऑपरेशन रे कोन हबो 20 ईएमए क्रॉसेस अबव आमे नबा ईएमए 50 एठी आसे 20 एठी डेली क्लोज 20 एठी हम करता 50 एठी प्रत्येकटा एलिमेंट हम बुझिबा एठी कोन अछि लिखछि डेली ईएमए डेली क्लोज 20 अर्थात डेली कैंडल ऊपर जो ईएमए टा डोना होछि किंतु डेली जगह कोन करि परिबा हमें आवरली भी करि परिबा मिनिट रे करि परिबा 5 मिनिट करि परिबा जो जिंस जे जो टाइम फ्रेम एते अवेलेबल अछि हमें सेतिरे स्कैनर तयारी करि परिबा हमें नोचे डेली मतलब गुटे दिन रो कैंडल रो क्लोज ऊपर कारण ईएमए ओएचएलसी ऊपर हे पारे ओपन ऊपर हे पारे हाई लो क्लोज सब ऊपर हे पारे किंतु सबुटो अधिका रिलायबल हुए जतरा हमें क्लोज वैल्यू ऊपर ईएमए जानु मु देखि दोछि जे जदि हमें क्लोज ऊपर नॉट आनी करी आउ का पट आनी केम देखा जिवो धन्यन तो एठी देखुछि 50 ईएमए एठी इनपुट से देखछि क्लोज एठी मो पाखरे ओपन हाई लो मध्ये अछि सपोज मु कहले हाई ऊपर कर देखुन लाइन टा ऊपर को पळेला जदि मु कहबि जे ओपन ऊपर कर से अलगा भार लाइन टानी दबो लो ऊपर कले तळକୁ पळेबो जदि मु कहबि क्लोज ऊपर त सेटा सबटु रिलायबल धरा जाय तेणु ए जो एक्सपोनेंशियल मूविंग एवरेज ओपन हाई लो क्लोज चार्ट ऊपर ड्रॉ करा जाय पारे कैलकुलेट करा जाय पारे हम एठी नेचु क्लोज ऊपर आपर कोन नबा हम नोचे रिलेटिव स्ट्रेंथ इंडेक्स आरएसआई आरएसआई इज ग्रेटर दैन हम धरले जे एठी नंबर नंबर जे करता 60 तले कोन कंडीशन हैला EMA 20 crosses above EMA 50 on a daily candle and RSI 14 on a daily basis is greater than 60 धरन तो एटा गोटा हम स्कैनर खोलु एटा रन करिवा देखुन आसीथिबा स्टॉक्स एमते स्टॉक आसीबो एटा केटा देखोछि 19 टा स्टॉक आज आछि जोटा कि हम कंडीशन को फुलफिल करूछि कोन कंडीशन फुलफिल करूछि 20 EMA crosses above 50 EMA crosses above but crossed above is not the same as higher than अर्थात एठी धरनंतु एई तारिख रे जोटा कि 3 जनवरी 2024 रे 20 EMA is higher than 50 EMA but that does not mean जे एठी क्रॉस ओवर हेछि केवल एई तारिख रे क्रॉसिंग above is an event higher than or lower than is a condition हम गोटे इवेंट क्रिएट करछे जो दिन से काटिला ऊपर गला सेही दिन मते देखा किंतु आरएसआई ग्रेटर देन 60 इज नॉट एन इवेंट एटा गोटे घटना नुहे एटा गोटे कंडीशन केनता जदि हम देखुचे आरएसआई इज ग्रेटर देन 60 से 1 डिसेंबर थिला 1 डिसेंबर 19 डिसेंबर 2023 पर्यंत थिला
तापर पुणी 28 डिसेंबर रु 15 जनवरी पर्यंत थिला ए सब जाक दिन आरएसआई टा 60 ऊपर अछि किंतु ए क्रॉस ओवर टा गोटे घटना सेम जदि हमें कहबा जे क्रॉस ओवर ताको हमें केवल आरएसआई ऊपर करबा ताले सेटा गोटे इवेंट बा घटना हबो हमें कहि परिबा गोटे कंडीशन करि परिबा जेतेले आरएसआई 60 को काटी के ऊपर जाउची और आरएसआई क्रॉसेस अबव 60 सेटा मध्ये गोटे कंडीशन हे परिबो वर्तमान देखिबा एटा जो आसिला ताको हमें चेक करके देखिबा टेस्ट करके देखिबा जे हमें जो कंडीशन कहिजे सेटा होउची कि नै एठी देखि देबा कोटा जेटीएल इंडस्ट्रीज गोटे जेटीएल इंडस्ट्री बा हिंडाल्को रे कोची आज हेची बोल देखि दा हिंडाल्को रे हेची कि नै हिंडाल्को रे आज देखंतु एठी आज 20 एमए 50 एमए को काटिची और आरएसआई मध्ये 60 ऊपर को जाईची जेते बेले आपण गोटे स्कैनर तयारी करचुंती तार जो आउटपुट आछी को देखि करी जाय कि चेक करिवे चार्ट रे जे जा कंडीशन देतले एक्जेक्टली से होची कि नै जो टाइम फ्रेम देतले आपण स्क्रीनर रे सही टाइम फ्रेम नेबे जो जो ईएमए लगेइतले बा जो जो इंडिकेटर लगेइछन्ते ऑसिलेटर लगेइछन्ते ताकू लगेबे लगेइके चार्ट रे चेक करियो अंत दि तीन टा रे जे जहां आपण कहितले से होची कि नै आ गुटे दिटा देखिता तापर पुनी हम आगु को जिबा आ बजाज फिनसर्व एठी काटी के ऊपर को जाईची एक्जेक्टली हमर कंडीशन फुलफिल होची ऑल कार्गो परफेक्ट एठी मध्ये काटी के जाईची देखो तो अखिरे देखले हुई तो न जानि पारंती किंतु डेटा देखले जानि परबे काटिची बोली एटा बड़ करछि मो स्क्रीन टा को चार्ट टा को अपन देख परबे एटा काटिची बोली 20 एमए हैज क्रॉस्ड अबव 50 एमए और आरएसआई 60 ऊपर अछि ता अर्थ हमर स्कैनर टा ठीक काम करूछि ठीक आइडेंटिफाई कर पछ ठीक स्टॉक को शॉर्टलिस्ट कर पछ एटा हला हमर फर्स्ट कंडीशन वर्तमान कोन करिवा हमें एटा करदवा सेव स्कैन सेव कोन करे गोटे ना देबो पड़िबो एटा करदवा हमें ईएमए 20 एंड 50 क्रॉसओवर डिस्क्रिप्शन कोन दवा ईएमए क्रॉसओवर स्कैन कैटेगरी होची पुलिस स्कैन एटा आपण प्राइवेट करि परिबेनी कारण फ्री अकाउंट रे प्राइवेट करि परिबेनी जदि आपण पेड अकाउंट नउचंती ताले प्राइवेट करि परिबो जोटा कि पब्लिक को देखा जिवो नै अबिका जदि हम एठको सेव करबा ताले एटा समस्त जे भी चाहिबो खुजि के देखि परिबो एठी आपण सबमिट करबा अगर देखिबे एट लगे छै ओपन न्यू चार्ट सेटा पर टिक करथिबे लिंक स्कैन टाइम फ्रेम विथ चार्ट सेटा मध्ये टिक हेतु जदि टिक न करिवे कोन कोन असुविधा म कहि सबमिट कर देले वर्तमान एतक जाक आछे 19 टा एट देखुन तो तळको स्क्रॉल करके आसले देखा जिवो एट लिखि छै बैक टेस्ट हिस्ट्री ऑफ 9 मंथ्स किंतु आपण देखिबे एटी 2 वर्ष 4 वर्ष 6 वर्ष 9 वर्ष धरन हम 4 वर्ष रे कहली से को 4 वर्ष करिया पेका प्रीमियम यूजर मान को से परमिट करिवो जदि पैसा देबे मंथली ताले आपन को 9 वर्ष जाय डाटा दबो से 9 इयर्स डेटा दे दबो तो ये 9 इयर्स डेटा रा माने तळे जो जिंस ओडा देखुचंदी हिस्टोग्राम टाइप रो ड्रॉ हेची ये कहूची जे पर्टिकुलर दिन रे कोन कोन को स्टॉक ए स्कैनर रे आस्थिला तने तो म रैंडमली गोटे कोनसे दिन रे क्लिक करछि एले 30th मे 2024 जेमते क्लिक कली ये कहूची एही कंडीशन रे 30 मे 2024 रे एतिके स्टॉक्स आस्थिले ताको आपण जे के चेक करि परिबे धरन 30 मे रे आस्थिला कैप फाइबर्स जोटा जो दिन आस्थियो सेही डेट तार कैंडल टा ऊपर गोटे येलो बार आसीबो ताल जानि पारे जे एही दिन ट्रिगर हेतला बोली देखियो पड़ियो जे जो दिन ट्रिगर हेतला तापर जे कि कोन हला से स्टॉक रो प्राइस जो दिन ट्रिगर हेतला 30 मे रे तार क्लोजिंग थला ऊपर देखो तो ओएचएल से आछी
3545 3545 ଟଙ୍କା ଟ୍ରିଗର ହେଇଥିଲା। ତାପରେ ତଳକୁ ଆସିଲା 3201 ଟଙ୍କା, ବର୍ତ୍ତମାନ 3700 ଚାଲିଛି। ଇଏ ଯାଇକି ପାଖାପାଖି ହାଇ ମାରିଥିଲା 4265। ସେମିତି ଆମେ ଯାହା ବି ଦେଖିଦବା, ଜିବିପି ଟେକ୍ ଏଇ ଦିନ ଟ୍ରିଗର ହେଇଥିଲା 30 ମେରେ 13 ଟଙ୍କା 75 ପଇସାରେ, ଯେ 16 ଟଙ୍କା 65 ପଇସାରେ ପହଞ୍ଚିଥିଲା, ଅବିକା 13 ଟଙ୍କା 41 ପଇସାରେ ଚାଲିଛି। ସେମିତିଆ ଆପଣ ଯୋଉଟାକୁ ଚାହିଁବେ ସେଇଟାକୁ କ୍ଲିକ୍ କରିକି ଦେଖିପାରିବେ। ଏଇଟା ବି 30 ମେରେ ହେଇଥିଲା ଓରିଏଣ୍ଟ, ସିଏ ଟ୍ରିଗର ହେଇଥିଲା ଆପଣଙ୍କର 10 ଟଙ୍କା 10 ପଇସାରେ, ଆଜି ଚାଲିଛି 17 ଟଙ୍କା 31 ପଇସାରେ। ଆଚ୍ଛା, ଏଠି ଯେତେକ ଯାକ ଷ୍ଟକ୍ ଆସିଛି ଆପଣ କଣ ଗୋଟେ ଗୋଟେ ଦିନ ଯାଇ କ୍ଲିକ୍ କରିକି ଦେଖୁଥିବେ? ତାକୁ ଯଦି ନ ଦେଖିବେ ସେମିତିଆ, ଏଠି ଲେଖା ହେଇଛି ରାଇଟ୍ ସାଇଡ୍ ଦେଖନ୍ତୁ, ଡାଉନଲୋଡ ସିଏସଭି। ଡାଉନଲୋଡ ସିଏସଭି ରେ ଯଦି ମୁଁ କ୍ଲିକ୍ କରିବି, ଗୋଟେ ଏକ୍ସେଲ ଭଳିଆ ଗୋଟେ ଫାଇଲ ସେ ଡାଉନଲୋଡ କରି ଦେଇଦବ। ଦେଖନ୍ତୁ ଗୋଟେ ଡାଉନଲୋଡ ହେଇଗଲା। ଯୋଉ ଫାଇଲଟା ଡାଉନଲୋଡ ହେଲା, ସେ ଫାଇଲଟା ଏମିତି ଦେଖାଯାଉଛି। ସେ କଣ କଲା, 3/1/2024 ରୁ ତିନି ଏକ 2024 ରୁ ଆଜି ପର୍ଯ୍ୟନ୍ତ ଯେତିକି ଯୋଉ ଯୋଉ ଷ୍ଟକ୍ ସବୁ ଟ୍ରିଗର ହେଇଛି, ସେଇଟାକୁ ସେ ଡିସପ୍ଲେ କରିଦେଲା। ତ ଆପଣଙ୍କର କେତେଟା ଷ୍ଟକ୍ ଆସିଲା ଏତିକି ଦିନ 9 ମାସ ଭିତରେ? 1803ଟା ଷ୍ଟକ୍ ଆସିଛି। 1803ଟା ଷ୍ଟକ୍ ଯଦି ଆସିଲା, ୟାକୁ କଣ ଜଣେ ଟ୍ରେଡ୍ କରିପାରିବ? କୁହନ୍ତୁ, ଯଦି 9 ମାସରେ 1800ଟା ଆସିଲା। ଆଚ୍ଛା ସାର୍, ସ୍କ୍ରିନ୍ ଶୋ ହଉନି, ସତ୍ୟ କିଏ ଲେଖିଛନ୍ତି? सर स्क्रीन आसी तांकर बोधे मोबाइल किसी प्रोग्राम तो स्क्रीन आसी सर। ଆଚ୍ଛା ଆଚ୍ଛା, ଶୋ ସତ୍ୟ କରୁଛି ସାର୍, ଆଜ୍ଞା କୁହନ୍ତୁ। ଶୋ କରୁଛି ତ ଆମର ସାର୍, ଆଚ୍ଛା ତାଙ୍କ ମୋବାଇଲରେ କଣ ପ୍ରୋବ୍ଲେମ ହେଇଥିବ? ଆଚ୍ଛା ଆଚ୍ଛା, ଠିକ ଅଛି ଠିକ ଅଛି। ଶୋ କରୁଛି। ଆଜ୍ଞା, ତ ଆମେ ଦେଖୁଛେ ଏଠି ଆମର 1803ଟା ସିଗ୍ନାଲ ଆସିଛି। ଯଦି 1803ଟା ସିଗ୍ନାଲ ଆସିଛି, ହ୍ୟୁମାନଲି ପସିବଲ ନୁହେଁ ଟ୍ରେଡ୍ କରିବା ପାଇଁକା। କାହିଁକି ନୁହେଁ? ଏଗୁଡାକ ପୋଜିସନାଲ ଟ୍ରେଡ୍ ନେବା ପାଇଁକା ଆପଣ ଯଦି ନଉଛନ୍ତି 1803ଟା ସିଗ୍ନାଲ 9 ମାସରେ, ତା ଅର୍ଥ କେତେ ହେଲା? 1803 ଡିଭାଇଡେଡ୍ ବାଇ 9, ତା ଅର୍ଥ ମାସରେ 200ଟା ସିଗ୍ନାଲ ଆସୁଛି। ଯଦି ମାସରେ 200ଟା ସିଗ୍ନାଲ ଆସିଲା, ଗୋଟେ ଦିନରେ ଗୋଟେ ମାସରେ 22ଟା ଟ୍ରେଡିଂ ଡେ ଥାଏ, ତାହେଲେ 200 ଡିଭାଇଡ୍ ବାଇ 22, ତ ଦିନକୁ ଆପଣଙ୍କର 10ଟା ସିଗ୍ନାଲ ଆସିଲା। ଏଇଟା କେବେ ହେଲେ ଟ୍ରେଡେବଲ ନୁହେଁ। ତାହେଲେ ଆମକୁ କଣ କରିବାକୁ ପଡିବ? ଆମକୁ ରିଡ୍ୟୁସ କରିବାକୁ ପଡିବ, ଯେ ଏତେ ସିଗ୍ନାଲ ଆମକୁ ଦରକାର ନାହିଁ। କେତେ ସିଗ୍ନାଲ ତାହେଲେ ଦରକାର? ଯଦି ମାସରେ 10-12ଟି ସିଗ୍ନାଲ ଆସିଲା ତାହେଲେ ଠିକ। ଧରିନିଅନ୍ତୁ ମାସରେ ଆସିଲା 12ଟି ସିଗ୍ନାଲ, ତାହେଲେ ଗୋଟେ ମାସରେ ହେଲା 22ଟା ଟ୍ରେଡିଂ ଡେଜ୍, ଆଉ ଆମର ହେଲା 9 ମାସର ଡାଟା ଦେଖିବ, ତାହେଲେ କେତେଟା ଆମ ସିଗ୍ନାଲ ହେଲା ଆମେ କହୁଛେ ଆକ୍ସେପ୍ଟେବଲ? 12 ଗୁଣନ 22 ଗୁଣନ 9। ଯଦି ମାସରେ ଆମର 12ଟା ଦରକାର, ତା ଅର୍ଥ ଆମକୁ ଦରକାର 12 ଗୁଣନ 9, 100, ମାନେ 75ରୁ 100ଟା ସିଗ୍ନାଲ ହେଲେ ସେଟାକୁ ଆମେ ଟ୍ରେଡେବଲ ସିଗ୍ନାଲ କହିବା। ବର୍ତ୍ତମାନ ଆମେ ଆସୁଛୁ 1800ଟା ସିଗ୍ନାଲ, ଠିକ ଅଛି? ତ 1800କୁ ଆମେ କମ କରିକି 100ଟା ସିଗ୍ନାଲ କରିବା। ବର୍ତ୍ତମାନ ଦେଖିବା ତ କେମିତି ସିଗ୍ନାଲ କମ କରିବା। ଦେଖନ୍ତୁ ଏଠି ଯୋଉ ଆସିଛି ଆଜିର ସିଗ୍ନାଲ, ଗୋଟେ ଆସିଛି ଆପଣଙ୍କର ଇମ୍ପେକ୍ସ ଫେରୋଟେକ୍, ଯୋଉଥିରେ କି 4 ଟଙ୍କା 10 ପଇସା ତାର ପ୍ରାଇସ୍ ଅଛି। ଆମକୁ ଏଭଳି ଷ୍ଟକ୍ ଦରକାର ନାହିଁ। ଏମିତି ଅଛି କିଛି କିଛି ଯୋଉଥିରେ କି ଟୋଟାଲ ଭଲ୍ୟୁମ ଅଛି 1729ଟା। ଆମେ ଏଇଗୁଡାକୁ କାଢିଦେବା। କେମିତି କାଢିବା? ଏଠି ଆମେ ଲଗେଇବା ସବୁ ରାଇଡର୍ସ ବା ଫିଲ୍ଟର୍ସ। କଣ କରିବା? କ୍ଲୋଜ, ଅର୍ଥାତ ପ୍ରାଇସ୍ ଇଜ ଗ୍ରେଟର ଦାନ ଇକ୍ୱାଲ ଟୁ, ଆପଣ ଯାହା ବି ପକେଇ ପାରିବେ। ମୁଁ ଏଠି ପକେଇ ଦଉଛି ତ ଯାହାର ଦାମ 100 ଟଙ୍କାରୁ କମ ହେଇନଥିବ।
तापर पके दोची वॉल्यूम जहार वॉल्यूम दिन रे अंतत 10 लक्ष हेतिबो एटा को रन कली 19 टा आसला हमर 5 टा हला देखिया तळे कैंडल केम देखा होची एगुरो कैंडल जेति कि डेंस देखा होतो ताटो कमी जाईछि नंबर ऑफ स्टॉक्स कम हो जाईछि किंतु तथापि अधिक अछि एटा को बंद कर दोची डोंट सेव वर्तमान याको आउटे कम करिया पड़ियो कोन कम करिया धरनियंतु एठी गोटे साउथ वेस्ट पिनाकल एक्सप्लोरेशन जोटा 13% बढ़ी जाईछि ठीक अछि हम कोन एमतिया स्टॉक दरकार बा आमे आगोटे राइडर लगे दवा कोन लगे दवा जे हमर जो क्लोज अछि प्राइस टा सेटा पाइवट रा R1 ऊपर को थिबो is greater than पाइवट R1 देखिबा ताको रन करी करी तळे यार डेंसिटी किछि किछि कमबा दरकार ठीक अछि जेति के बार देखाउ ताटो कम होवा दरकार तथापि से कमिलानी याको हटै दोछि एठी जो कैश सेगमेंट अछि ना ता जगह रे म कर दोछि निफ्टी 200 अब के टिके कमी गला जो जो कमिला केते कमिला देखिबा ए स्टोरीटा हैला देखंतु 1300 रु आसिक हम 73 रे पहुंची गेले व्हिच इज फाइन 73 रो अर्थ कोन हैला इज इक्वल टू 73 डिवाइडेड बाय 9 अर्थ मासु को हमको पाखा पाखी 8टी सिग्नल मिलुछि ठीक जदि 8टी सिग्नल मिलुछि ताहले ताको ट्रेड करा जाय पारिबो एटा हला प्रथम ऑब्जेक्टिव जे हमर नंबर ऑफ स्टॉक्स गोटे स्क्रीनर रे मासु को मैक्सिमम 12टा खंडे आसले हम ताको ट्रेड करिया देखंतु एठी हम त बैक टेस्टेड देखुचे 5 जनवरी 2024 रे आछि तापर आछि 12 जनवरी त 5 और 12 भीतर हेछि कोन कोनोसी सिग्नल आसिनी 7 दिन जे कोनो सिग्नल आसिनी ता अर्थ हमरो जो करा हेछि स्क्रीनर टा स्ट्रांग अछि जोटा कि फॉल सिग्नल कम दोछि तापर देखिबा एठी देला 12 12 जनवरी पर आसला 17 जनवरी 17 जनवरी तो 2 फेब्रुआरी जोटी गैप अछि अर्थात से सब दिन मानकरे कोनोसी सिग्नल आसी नाही जदि गोटे बार रे मल्टीपल कलर अछि तार तो सेही दिन मोर देन वन आछि जेतिकिटा कलर अलग अलग तो सेतिकिटा हमर माने स्टॉक सिलेक्ट के आछि देखो तो सीजी पावर 4-3 2024 रे आछि देखिबा 4-3 कोड थिला एठी 4-3 2024 रे आछि तार देखला ट्रिगर करथला 469 टंका 5 पैसा रे तापर देखो से कुआडे पहुंची 700 टंका रे पहुंची हाई वेट एठी एस मारथिला 734 टंका एई दिन एंट्री ही थांता पिरामल एंटरप्राइजेस 4-3-2024 एट देखो मिली 943 टंका खसी के आछि 736 टंका हल्का 1000 टंका चलछि सो बेसिकली देखो जे केमिति प्राइस मूवमेंट ता होउछि बोली तो हमको एमितिया मूवमेंट दरकार नाही तेनु हमको देखियो पड़िबो जे केमिति ताको हम अवॉइड करि परिबा कोन करि परिबा जे जोथरे हमरो एटा चार्ट ता हमरो स्क्रीनर ता टिके बेटर किंतु मोर एठी एफर्ट कोन थिला देखिया पे जे केमिति हम कम करि परिबा हमरो नंबर ऑफ सिग्नल्स एठी कम करिया पे कोन करला हमें निफ्टी 200 बाछिले मु चाहूची ना कैश रे रखिबे कि तथापि कैश रे रखि करी यार नंबर ऑफ सिग्नल्स कम करिवे कोन मन को तो के कोन आईडिया देउछन कोन केमति यार सिग्नल कम करि परिबा कोन करि कि ता कम करि परिबा सर सुपर टेंड ये मु इंडिकेटर न लगे करिया चाहूची कोन जानंती सुपर टेंट लागि परिबो मार्केट कैपिटलाइजेशन बिषय कोन आईडिया अछि स्मॉल कैप लार्ज कैप मिड कैप कोन हुए जो शेयर जो कंपनी रो मार्केट कैपिटलाइजेशन 5000 कोटी ताठू तळक थाए ताको स्मॉल कैप कहा जाय
5,000 କୋଟିରୁ 20,000 କୋଟି କୁହାଯାଏ ମିଡ୍ କ୍ୟାପ୍, 20,000 କୋଟିର ଉପରକୁ କୁହାଯାଏ ଲାର୍ଜ କ୍ୟାପ୍। ଆମେ ଏଠି ମନେ କରନ୍ତୁ ମିଡ୍ କ୍ୟାପ୍ ନବା। ଏଠି ମୁଁ କହିଲି ମାର୍କେଟ କ୍ୟାପ୍ ଇଜ ଗ୍ରେଟର ଦ୍ୟାନ୍, ଧରନ୍ତୁ ଏଠି କରିଥିଲେ 15,000 କୋଟି, 15,000, ତାହେଲେ କଣ କହିବ ଛୋଟ ଷ୍ଟକ୍ ସବୁ ବାହାର କରିଦଉଛି। ଦେଖନ୍ତୁ ଏଠି ଡେନ୍ସିଟି କମିଗଲା, ଠିକ ଅଛି। ଆଉ ଗୋଟେ ଜିନିଷ ଆମେ ଦେଖିଦେଲେ, ଯେତେବେଳେ ସିଗ୍ନାଲ କିଛି ଜାଗାରେ ଦେଇଥିଲା, ସିଗ୍ନାଲ ଡେଟ୍ ଦିନ ରେଡ୍ କ୍ୟାଣ୍ଡେଲ ହେଇଛି, ଆମକୁ ସେଇଟା ଦରକାର ନାହିଁ। ତାହେଲେ ଆମକୁ କଣ ଦରକାର? ଆମର ଦରକାର କ୍ଲୋଜ ଇଜ ଗ୍ରେଟର ଦ୍ୟାନ୍ ଓପନ। ତା ଅର୍ଥ ଯୋଉ ଦିନ ଟ୍ରିଗର ହଉଛି ସେଦିନ ରେଡ୍ କ୍ୟାଣ୍ଡେଲ ହେଇନଥିବ, ଗ୍ରୀନ କ୍ୟାଣ୍ଡେଲ ହେଇଥିବ। ସେତିକି ଅଛି। ଏଠି କଣ କରିବା, ଏଇ ଯୋଉ ଆମର ଇଣ୍ଡିକେଟର ତାରି ଭିତରେ ଆମେ ଆହୁରି ଖେଳିବା। କଣ କରିବା, ମୁଁ ଗୋଟେ କପି କରିଦଉଛି, ଡୁପ୍ଲିକେଟ କରିଦେଲି। RSI କହିଲେ 60 ଉପରୁ ଥିବ, କିନ୍ତୁ RSI ମୁଁ କହିବି ଲେସ୍ ଦେନ୍ ଇକ୍ୱାଲ ଟୁ 65, ମାନେ 60 ରୁ 65 ଭିତରେ ମୋର RSI ଦରକାର। ଏଠି 60 ଉପରେ କହିଛି ମାନେ ସେଇଟା 65 ହେଇପାରେ, 70 ହେଇପାରେ, 75, 80 କିଛି ବି ହେଇପାରେ, କାରଣ RSI ର ମ୍ୟାକ୍ସିମମ୍ ଭ୍ୟାଲୁ 100 ହୁଏ, ସେ 100 ପର୍ଯ୍ୟନ୍ତ ଯାଇପାରେ। ଆମର ଦରକାର 60 ରୁ 65 ଭିତରେ। ଦେଖନ୍ତୁ ଡେନ୍ସିଟି କମିଲା, ବେଶ କମିଗଲା। ଏଠି କଣ କରୁଛେ, ଆମେ ସେକ୍ଟର ଚେଞ୍ଜ କରିନେ, ଆମର ସେଗମେଣ୍ଟ ସେ କ୍ୟାଶ ଅଛି। ଦିଟା ରାଇଡର ପକେଇଦେଲେ, ଗୋଟେ ମାର୍କେଟ କ୍ୟାପିଟାଲାଇଜେସନ 15,000 crore ଉପରେ, ଆଉ ଗ୍ରୀନ କ୍ୟାଣ୍ଡେଲ ଟା ଆମର ଗ୍ରୀନ ହେଇଥିବ। RSI ଟା ଯୋଉ ଖାଲି ଗ୍ରେଟର ଦେନ୍ 60 ଥିଲା, ତାକୁ କହିଥିଲୁ ଲେସ୍ ଦେନ୍ 65 ମଧ୍ୟ କହିଥିଲୁ। ଏଇ ଲେସ୍ ଦେନ୍ 65 କୁ ଧରିନିଅନ୍ତୁ ମୁଁ କହୁଛି ଲେସ୍ ଦେନ୍ 70, ତାହେଲେ କଣ ହବ? ଆଉ ଟିକେ ବଢିଗଲା, କାରଣ 60 ରୁ 65 ଭିତରେ ଯେତିକି ଷ୍ଟକ୍ ଥିବ ତାର ଟିକେ ଅଧିକା ହେଇଯିବ। ବର୍ତ୍ତମାନ ଏଟାକୁ ମୁଁ ବନ୍ଦ କରିଦଉଛି, ଆଉ ଥରେ ଏଟାକୁ ମୁଁ ଡାଉନଲୋଡ କରୁଛି। ତେସ୍ତରୀ ଥିଲା, ଏବେ 68 ହେଇଗଲା, ଆଉ ଟିକେ କମିଗଲା, which is good। ଯଦି ଆପଣଙ୍କର ଗୋଟେ ସ୍କ୍ରିନର ମାସକୁ more than 5 ସିଗ୍ନାଲ ଦଉଛି ତାହେଲେ ଭଲ, ଆଉ ଯଦି ମଝିରେ ମଝିରେ ଗ୍ୟାପ୍ କରୁଛି ତାହେଲେ ଆହୁରି ଭଲ। ତା ଅର୍ଥ ସେ ଫଲ୍ସ ସିଗ୍ନାଲ ଦବାରୁ ଆଭଏଡ କରୁଛି। ଆମେ ରାଣ୍ଡମଲି ଯାଇ ଗୋଟେ ଦିଟା ଦିନ ଦେଖିଦେବା। ଧରନ୍ତୁ ଏଇଟା ଗୋଟେ କୋଉ ଦିନ, 13 ଜୁନ, ରାମକୋ ସିମେଣ୍ଟ 13 ଜୁନ, ଏଇ ଦିନ ଦେଇଥିଲା ଟ୍ରିଗର 866 ରେ, ତାପରେ ତଳକୁ ଖସିଛି, ଠିକ ଅଛି। ଏଇଟାରେ ଆମର ଫେଲିୟର ହେଇଛି, ଏଥିରେ ଆମକୁ ହୁଏତ ବାହାରିବାକୁ ପଡିଥାନ୍ତା। KYCL ଏଠି ଦେଇଛି, ଉପରକୁ ଟିକେ ଚଢିଛି, ସାମାନ୍ୟ ପ୍ରଫିଟ ହେଇଥାନ୍ତା, ତାପରେ ତଳକୁ ଆସିଛି। କାରଣ ଏଇ ଯୋଉ ଆମେ ତିଆରି କରୁଛେ, ଏଥିରେ ବହୁତ ଦିନ ଲମ୍ବା ହୋଲ୍ଡ କରିବା ପସିବିଲିଟି କମ ଥାଏ। ଏଟା 13 ଜୁନରେ ଦେଲା 175 ଟଙ୍କାରେ 186 ଟଙ୍କା ଯାଏ ଯାଇଥିଲା। ଆମେ ଦେଖିଥିବା ଆଉ ଗୋଟେ ଦିନ ଏଇଟା ପୁଣି 2 ମେରେ PL 2 ମେରେ ଦେଇଥିଲା, ଖସିକି ଆସିଲା, ପୁଣି ଉପରକୁ ଯାଇଛି। AU ବ୍ୟାଙ୍କ 2 ମେ ଦେଲା ପରେ ତଳକୁ ଆସିଲା, ପୁଣି ଉପରକୁ ଯାଇଛି। କଣ ଏମିତି ଗୋଟେ ଗୋଟେ କରି ଦେଖିପାରିବେ ଯେ ତାର ଆଉଟପୁଟ କଣ ଅଛି। ଆମର ଏଇଥିରେ ଚାର୍ଟିଂ ର ସ୍କ୍ରିନର ଉପରେ ଆମେ ମଧ୍ୟ ନେକ୍ସଟ କ୍ଲାସରେ ଦେଖିବା ଯେ କେମିତି ଆମେ ଆମର ସ୍କାନର କୁ ଇଭାଲୁଏଟ କରିପାରିବା, ତା ରିଟର୍ନ କଣ ଅଛି, କେମିତି ଇଭାଲୁଏଟ କରିବା। ଆଜିର ସ୍କୋପ ହଉଛି ଯେ କେବଳ ଆମେ ଦେଖିବା ସେ ସ୍କାନର କେମିତି ତିଆରି କରାଯାଏ, ଆଉ ଅପ୍ଟିମାଇଜ କେମିତି କରାଯାଏ। ବର୍ତ୍ତମାନ କହିଲେ ଯେ ଏଇଟା ଗୋଟେ ସ୍କ୍ରିନ ରହିଥିଲା, ଏଇଟାକୁ ମୁଁ ବର୍ତ୍ତମାନ ସେଭ୍ କରିଛି। ବର୍ତ୍ତମାନ ଆମେ କଣ କରିବା, କୋଉଠି ଦେଖିପାରିବା, ଯଦି ମୁଁ ଯାଉଛି ଡ୍ୟାସବୋର୍ଡ କୁ, ଯୋଉ ସ୍କ୍ରିନର ତିଆରି ତ ସେଇଟା ଆସିଯିବ ଏଠି। ଏଟା ସବୁବେଳେ ପାଇଁ ରହିବ, ଯେପର୍ଯ୍ୟନ୍ତ ଆପଣ ଡିଲିଟ ନ କରିବେ। ଆମେ ଆଉ ଗୋଟେ ସ୍କ୍ରିନର ତିଆରି କରିବା। ଆପଣ କହୁଥିଲେ ସୁପର ଟ୍ରେଣ୍ଡ, ଠିକ? କୁହନ୍ତୁ କଣ୍ଡିସନ କଣ ହବ? Sir, previous day 15 minute, last 15 minute, 3:15 to 3:30, ହୁଁ। ସେଟା red candle green ଥିବ, plus super trend the buying indication green, super trend ବି green ଥିବ। ସୁପର ଟ୍ରେଣ୍ଡ ର ପାରାମିଟର କଣ ଦେବେ ଆପଣ? parameter 10 3
10-3 ଓକେ 10 ଗୋଟେ 10 ନାଇଁ ଗୋଟେ 10-2 ଗୋଟେ 10-4 ଦିଟା। ଆଚ୍ଛା ତାର ସାର୍ ନମସ୍କାର। କଣ୍ଡିସନ ନମସ୍କାର ଆଜ୍ଞା ସାର୍ ମୁଁ ଗୋଟେ ଷ୍ଟ୍ରାଟେଜି ଅଛି କହିବି ସେଟା ଟିକେ କହିବି। ହଁ ଟିକେ ଯିଏ କହୁଛନ୍ତି ତାଙ୍କ କଥାଟା ଶୁଣିବେ ତାପରେ ଆପଣଙ୍କ ପାଖକୁ ଆଜ୍ଞା 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 ଆଜ୍ଞା। ହଁ ଆଜ୍ଞା କୁହନ୍ତୁ ଆପଣ ଯୋଉ 10-2 ଓ ସାର୍ 10-3 କହୁଛନ୍ତି ଆପଣ ମଙ୍ଗରାଜ ସାହୁ କହୁଛନ୍ତି ନା ଆଜ୍ଞା ଅମରେନ୍ଦ୍ର ଆଜ୍ଞା ପାଢୀ? ଆଜ୍ଞା ଆଚ୍ଛା ମଙ୍ଗରାଜ ମଙ୍ଗରାଜ ବାବୁ ସାର୍। କୁହନ୍ତୁ ହଁ ସାର୍ ଲାଷ୍ଟ ମାନେ ପ୍ରିଭିୟସ ଡେ ର ହୁଁ ଲାଷ୍ଟ 15 ମିନିଟ କ୍ୟାଣ୍ଡେଲ ଗ୍ରୀନ ଥିବ, ହୁଁ ତା ସହିତ ସୁପର ଟେଣ୍ଡ 10-2 ପ୍ଲସ 10-4 ହୁଁ ଗ୍ରୀନ ଥିବ। ଓକେ ଆପଣ ଯଦି ଗ୍ରୀନ କହୁଛନ୍ତି ମ୍ୟାଥମେଟିକାଲି ସେଟା ଗ୍ରୀନ ତ କୁହାଯିବନି ଡେଲି କ୍ଲୋଜ ଇଜ ଆଜ୍ଞା ଗ୍ରେଟର ଦ୍ୟାନ ଏଠି ଆମେ କଥା ସୁପର ଟ୍ରେଣ୍ଡ ଆପଣ କୋଉ ଟାଇମ ଫ୍ରେମ ରେ କହୁଛନ୍ତି 15 ମିନିଟ। ଏଟା 15 ମିନିଟ୍ସ ତ ଆପଣଙ୍କର ପୋଜିଶନାଲ ଟ୍ରେଡ ହବନି ଆପଣ ନାଇଁ ଇଣ୍ଟ୍ରାଡେ ସାର୍ କଥା କହୁଛନ୍ତି ନାଇଁ ସାର୍ ପୋଜିଶନାଲ ଟ୍ରେଡ ମାନେ 15 ମିନିଟ ମୁଁ ଦେଖୁଥିଲି ବ୍ୟାକଟେଷ୍ଟ କରି ମୁଁ କିଛିଟା ଦେଖିଥିଲି ଏଇଟା ସେଟା ମ୍ୟାକ୍ସିମମ୍ 3 to 4 ଡେଜ ପର୍ଯ୍ୟନ୍ତ ଆମେ ତାକୁ ହୋଲ୍ଡ କରିପାରିବା। ନା ଆପଣ ବ୍ୟାକ୍ ଟେଷ୍ଟ କୋଉଥିରେ କରିଥିଲେ କୋଉ ପ୍ଲାଟଫର୍ମ ରେ ପ୍ଲାଟଫର୍ମ ନାଇଁ ମୁଁ ଏମିତି କଣ୍ଟିନ୍ୟୁ ଦେଖୁଛି ଯୋଉଟା ସବୁବେଳେ ମୁଁ ମାନେ ଏମିତି ଖେଳେଇକି ଦେଖି ମୁଁ ନିଜେ ଗୋଟେ ବନଉଥିଲି କିନ୍ତୁ ମୁଁ ଠିକ ସେ ବନେଇ ପାରିଲିନି, ତ ଆଚ୍ଛା ଯାହା ବି ଆସିଥିଲା ମୁଁ ସେଇଟାକୁ ଦେଖୁଥିଲି। ଆଚ୍ଛା ଶୁଣନ୍ତୁ ବ୍ୟାକ୍ ଟେଷ୍ଟ ନା ମ୍ୟାଥମେଟିକାଲି କରାଯାଏ ଚାର୍ଟ କୁ ଦେଖିକି କରାଯାଏନି ଚାର୍ଟ କୁ ଦେଖିକି ଗୋଟେ ଅନ୍ଦାଜ ଲଗାଯାଏ ଟେଷ୍ଟ କରାଯାଏ ବ୍ୟାକ୍ ଟେଷ୍ଟ ର ସମୃଲ ହଉଛି ଯେ ଆପଣଙ୍କ ପାଖରେ ମିନିମମ୍ 2000ଟା ଟ୍ରେଡ ହେଇଥିବ ବା 2 ବର୍ଷର ଡେଟା ଉପରେ ଟ୍ରେଡ ହେଇଥିବ which ever is higher you should go with that ଯେକୌଣସି ବ୍ୟାକ୍ ଟେଷ୍ଟ ଥମ୍ବ ରୁଲ ହଉଛି the back test should be done on at least 2000 trades or 2 years whichever is higher ହ୍ୟୁମାନଲି କେବେ ପସିବଲ ନୁହେଁ ଯେ ଆପଣ ଚାର୍ଟ ଦେଖିକି କହିପାରିବେ ଯେ ମୁଁ ବ୍ୟାକ୍ ଟେଷ୍ଟ କରିଛି ବୋଲି ବ୍ୟାକ୍ ଟେଷ୍ଟ ଯଦି ସେମିତି କରିଛନ୍ତି ତାହେଲେ ତାର ଭ୍ୟାଲିଡିଟି ନାହିଁ ଆଚ୍ଛା ମୁଁ କରିଦଉଛି ଆଗ 10-2-10-4 ଆପଣ ଟାଇମ ଫ୍ରେମ କେତେ ଡେଲି ନଉଛନ୍ତି ନା କୋଉ ଟାଇମ ଫ୍ରେମ ନଉଛନ୍ତି ଡେଲି ଡେଲି। ଡେଲି ତାପରେ ଆପଣ କହୁଛନ୍ତି ଯେ ପ୍ରିଭିୟସ ଡେ ର ଲାଷ୍ଟ କ୍ୟାଣ୍ଡେଲ 15 ମିନିଟର କ୍ୟାଣ୍ଡେଲ ସେଟା ଗ୍ରୀନ ଆଜ୍ଞା ହେଇଥିବ ଗ୍ରୀନ। ଓକେ ହଁ ତାହେଲେ ଆପଣଙ୍କୁ ଦେଖେଇ ଦଉ ସେଟା କେମିତି ଆମେ କ୍ୟାଲକୁଲେଟ କରିବା ଧରନ୍ତୁ ଏଠି ମୁଁ 15 ମିନିଟର ଚାର୍ଟ କରୁଛି 15 ମିନିଟରେ ଗୋଟେ ଦିନରେ କେତେଟା ଚାର୍ଟ ହୁଏ କେତେଟା କ୍ୟାଣ୍ଡେଲ ହୁଏ 25-30 sir can do. ଆଜ୍ଞା 25 to 30 can do. ସୋ ଏଇଟା ଧରି ନିଅନ୍ତୁ ଏଇଟା ହଉଛି ଆଜିର ଦେଖି ନିଅନ୍ତୁ କେତେଟା କ୍ୟାଣ୍ଡେଲ ହେଲା 24ଟା କ୍ୟାଣ୍ଡେଲ ହବ 24ଟା ବାର ଠିକ ସୋ ଆମେ କଣ କରିବା ପ୍ରିଭିୟସ ଡେ ର 24th ବାର ନବା ଏଇଟା କହୁଛନ୍ତି ଆପଣ ଗ୍ରୀନ ହେଇଥିବା ଦରକାର ନା କଣ ଆଜ୍ଞା କଣ୍ଡିସନ ଅଛି ପୂର୍ବ ଦିନର ଶେଷ 15 ମିନିଟର କ୍ୟାଣ୍ଡେଲ ଟା ଗ୍ରୀନ ହେଇଥିବା ଦରକାର ଓକେ ସେଠି ଆମେ କଣ କରିବା ଏଠି ଆମେ ନବା ଓପନ ଇଜ ଲେସ୍ ଦ୍ୟାନ୍ କ୍ଲୋଜ ଏଇଆ ତ କିନ୍ତୁ ଡେଲି ଆଜ୍ଞା ଜାଗାରେ ଆମେ ନବା 1 ଡେ ଆଗो ଡେଲି ଜାଗାରେ ଆମେ ନବା 15 ମିନିଟ ଠିକ 15 ମିନିଟରେ ଆମେ କେତେ ନମ୍ବର କ୍ୟାଣ୍ଡେଲ ନବା ଆମେ ନବା ଏଇଟା 24th କ୍ୟାଣ୍ଡେଲ ଠିକ ଅଛି ଏ ହଉଛି କଣ୍ଡିସନ ଆମର ଓକେ ଏଇଟାକୁ ମୁଁ କରିଦଉଛି ଏଠି କିଛି ରାଇଡର ଲଗେଇ ଦଉଛି
फाइव स्टॉप्स आसଛି ओके ମୁଁ ଗୋଟେ କରିଦଉଛି ଫ୍ୟୁଚର୍ସ ରେ ओके ଏଟାକୁ ସେଭ୍ କରିଦବା ବୁଲି ସ୍ୱାନ ବୋଲି ନାଁ ଦେଇଦେଲି ଡେସ୍କ୍ରିପସନ ଦେଇଦେଲି ଆ, ବର୍ତ୍ତମାନ ଯାଇକି ଆମେ ଦେଖିବା ଯେ ଆରେ ବାପ ରେ ଆଚ୍ଛା ଏଟା କାହିଁକି ମୁଁ କରିକି ଆପଣଙ୍କୁ ଦେଖଉଛି ଯେହେତୁ ଏହାର ସବୁଠୁ ଛୋଟ ଟାଇମ ଫ୍ରେମ 15 ମିନିଟର ଅଛି ତେଣୁ ये ସ୍କାନର ଆପଣଙ୍କୁ ପ୍ରତି 15 ମିନିଟରେ ସେ ଦବାକୁ ଲାଗିବ ଏକ ଥର ଡାଉନଲୋଡ କରି ଦେଖିବା ତ ଗୋଟେ ସପ୍ତାହରେ ଦଉଛି ଗୋଟେ ସପ୍ତାହରେ ସେ 2640ଟା ସିଗ୍ନାଲ ଦେଇଛି ହୁଁ ଦେଖିବା ଆମର ଯୋଉ ଲେଟେଷ୍ଟ ଆସିଛି ସିଗ୍ନାଲ ତାର କଣ ହଉଛି ଅବସ୍ଥା ଆମେ ଗତକାଲିର ଦେଖିବା ଧରନ୍ତୁ 23 ତାରିଖରେ ଦିନ 2ଟା ବେଳେ ଆସିଥିଲା ପେଟ୍ରୋନେଟ ଆପଣ ଡେଲି ଟାଇମ ଫ୍ରେମ ଦେଖୁଛନ୍ତି ତ ଆଜ୍ଞା ଏଇଟା ଆସିଥିଲା 23 ତାରିଖରେ ଦିନ 2ଟା ବେଳେ ହୁଁ ଏଇଟା ଗୋଟେ ଦେଖିଥା 15 ମିନିଟରେ କଣ ଥିଲା 23 ତାରିଖର ଲାଷ୍ଟ କ୍ୟାଣ୍ଡେଲ ଦେଖନ୍ତୁ 23 ତାରିଖର ଲାଷ୍ଟ କ୍ୟାଣ୍ଡେଲ ଗ୍ରୀନ ଥିଲା ଠିକ ଅଛି ନା ତାପରେ ସୁପର ଟ୍ରେଣ୍ଡ 10-2 and 10-4 ଆମେ ଦେଇଛେ 10-2 and 10-4 ଓକେ ୟାକୁ ବ୍ୟାକ୍ ଟେଷ୍ଟ କରିବା ବହୁତ କଷ୍ଟ କାରଣ ବହୁତ ବହୁତ ସିଗ୍ନାଲ ଅଛି ଭୟଙ୍କର ସିଗ୍ନାଲ ଅଛି ଏଥିରେ ଉଁ, ଧରନ୍ତୁ ଏଇଟା ଇଣ୍ଟରଗ୍ଲୋବ ଏଭିଏସନ ଆସିଥିଲା ବା ହିଣ୍ଡାଲକୁ ଆସିଥିଲା ଦେଖନ୍ତୁ ହିଣ୍ଡାଲକୋରେ କଣ ହେଇଛି ଆଜି ଓ ଏମିତିଆ ସିଗ୍ନାଲ ଦେଖଉଛି ସେ କାରଣ ପ୍ରତି 15 ମିନିଟରେ ସେ ସିଗ୍ନାଲ ଟ୍ରିଗର କରୁଛି ହୁଁ କିନ୍ତୁ ଏମିତି ଆପଣ ଗୋଟେ କରିପାରିବେ ଯେହେତୁ ଏହାର 15 ମିନିଟ ଗୋଟେ ରହିଛି ଇଏଟା ସେଇଟା ହେଇଛି ମୁସ୍କିଲ ପ୍ରିଭିୟସ ଡେ ଲାଷ୍ଟ କ୍ୟାଣ୍ଡେଲ ଓକେ ଏଇଟା କଲେ ହୁଁ ବହୁତ ଅଧିକା ସିଗ୍ନାଲ ଆସୁଛି ଏଥିରେ ଏଇଟାକୁ ଆମେ ସେଭ୍ କରି ରଖିଦେବା ଆପଣ ଆକୁ ବ୍ୟବହାର କରିପାରିବେ ୟାର ଯୋଉ ଇଏଟା ହେଲା ଲିଙ୍କଟା ହେଲା ମୁଁ ଆପଣଙ୍କର ଚାଟ ବକ୍ସରେ ପକେଇ ଦଉଛି ଆପଣ ଯଦି ଆକାଉଣ୍ଟ ଖୋଲିଛନ୍ତି ତାହେଲେ ଏଟାକୁ କ୍ଲିକ କଲେ ଆପଣଙ୍କୁ ସିଧା ଏଇଠିକି ନେଇଯିବ
ମୁଁ ଚାଟ୍ ବକ୍ସ ରେ ୟାର ଲିଙ୍କ ଟା ପଠେଇଦେଲି। ହଁ ଆଜ୍ଞା, ଆପଣ ଆଉ ଗୋଟେ କଣ୍ଡିସନ ଆଉ ଗୋଟେ କହୁଥିଲେ କରିବା ପାଇଁକା ସ୍କ୍ରିନର କୁହନ୍ତୁ। ଅମରେନ୍ଦ୍ର ବୋଧେ କହୁଥିଲେ। Sir, monthly or weekly the RSI will be more than 60 ହୁଁ and daily the RSI should be more than 40. It is the ଓକେ condition. Monthly and weekly the RSI should be more than 60. ଓକେ Daily the RSI should be more than 40. ଠିକ ଅଛି। ଏଇଟା ଆପଣ କରିକି ଦେଖିଛନ୍ତି? Sir, ମୁଁ କହୁଛି ଆପଣଙ୍କୁ କଣ କଣ ଏଥିରେ ଏଇଟା ଆପଣଙ୍କୁ 40 ହବ ଡେଲି, daily the 40, ଆଉ ୱିକଲି ଟା ଆପଣଙ୍କର ହବ 60. 60। Monthly be 60. ଆଜ୍ଞା କଣ ହେଲା? ଆଉ କିଛି ଆପଣ ଏଥିରେ ରାଇଡର ଲଗାଉଛନ୍ତି? No, sir, it is the ଏଥିରେ ବହୁତ ଅଧିକା ସିଗ୍ନାଲ ଆସିବ, ବହୁତ ଅଧିକା ସିଗ୍ନାଲ ଯୋଉଟା କି ଟ୍ରେଡେବଲ ହବନି। ଏଥିରେ କଣ କଣ ଏଇଟା ବହୁତ ଭଲ ସ୍କ୍ରିନର ହେଇପାରିବ, କିନ୍ତୁ ଆକୁ ଆପଣଙ୍କୁ ଟ୍ୱିକ୍ କରିବାକୁ ପଡିବ, ଆକୁ ଅପ୍ଟିମାଇଜ କରିବାକୁ ପଡିବ। ପ୍ରଥମେ କହିଦିଅ। ହଁ Fortune. ନା ଆପଣ କୁହନ୍ତୁ, ଆପଣଙ୍କ ମନରେ କଣ ଅଛି ଅପ୍ଟିମାଇଜ କରିବା ପାଇଁକା? Optimize ହେଲେ sir ଆମର EMI ଲଗେଇଦବା ସେ 10, 20 or 50 ର EMI ଇଏମଆଇ ଲଗେଇଦେବା ଯେ ଏଟା ଇଏମଆଇ ଲଗେଇଲେ ତ ହବନି, ଆମକୁ କ୍ଲୋଜ ଟାକୁ ତାପରେ କରିବାକୁ ପଡିବ। ଆମେ କ୍ଲୋଜ କାହିଁ କରିବା, ଆମେ ଇଏମଆଇ କୁ ସିଧା କରିବା। ଇଏମଆଇ 20 is greater than EMA 50. ଭାଇ ଆକୁ ଆହୁରି ଷ୍ଟ୍ରଙ୍ଗର କରିବା ପାଇଁ ଆମେ କହିପାରୁଛି EMA 50। ହଁ ଠିକ ଅଛି, ଠିକ ଅଛି, ତାକୁ ଆଉ ଗୋଟେ ବି କରାଯାଇପାରିବ। ମୁଁ କହିବି ତ କଣ କରାଯାଇପାରିବ। ରନ୍ କରି ଦେଖିବା କେତିକି ଦେଖାଯାଉଛି। ବହୁତ ଅଧିକା ଆସୁଛି, ବହୁତ ଅଧିକା ଆସୁଛି। ଓକେ, ଏଠି ଆମେ ତ ଗୋଟେ କ୍ୟାପିଂ ଦେଇଦେବା ପୁଣି ପ୍ରାଇସ ର। ମୁଁ ଖାଲି ମାନେ ହିଟ୍ ଆଣ୍ଡ ଟ୍ରାଏଲ ମେଥଡ ଦେଖୁଛି ଯେ ସେ ନମ୍ବର ଅଫ ସିଗ୍ନାଲ୍ସ କୁ କମ କରୁଛୁ କି ନାହିଁ। ଓକେ, ଏଠି ଗୋଟେ ଜିନିଷ କରିପାରିବା। ହୁଁ percentage change is greater than 0.5, ମାନେ ଗତକାଲି ଅପେକ୍ଷା ଆଜିର ଯୋଉ ପରସେଣ୍ଟେଜ ଚେଞ୍ଜ ତା ଉପରେ ଗୋଟେ ମୁଁ କ୍ୟାପିଂ ଲଗେଇବାକୁ ଚାହୁଁଛି। ଏଇଟା କହୁଛି ମୁଁ 0.5% ଉପରେ ଥିବ, 2.5% ତଳକୁ ଥିବ, ଗୋଟେ ଛୋଟ ୱିଣ୍ଡୋ ଭିତରେ ଥିବ, ତଥାପି ଭୟଙ୍କର ଆସୁଛି। ଓକେ, ଟିକେ ଡେନ୍ସିଟି କମିଛି, ଆଉ ଟିକେ ତାକୁ କମେଇବା ଡେନ୍ସିଟି। ମୁଁ କ୍ୟାଶ ହିଁ କମେଇବାକୁ ଚାହୁଁଛି। ଏଠି କରିଦଉଛି ମାର୍କେଟ କ୍ୟାପ ହିଁ କରିଦଉଛି, ମାର୍କେଟ କ୍ୟାପ କରିଦଉଛି 20,000 କୋଟି ଉପରେ। ୟାକୁ ମୁଁ 20,000 କୋଟି ଜାଗାରେ 25,000 କୋଟି କରିଦଉଛି। ତଥାପି ଶୁଣିବାକୁ ନାରାଜ। ଓକେ, ଏଟାକୁ ମୁଁ କରିଦଉଛି ଫ୍ୟୁଚର୍ସ ରେ। नो Sir, ଆଜ୍ଞା FNO ରେ କିମ୍ବା Nifty 50 ରେ 200 ରେ ରଖିଦେଲା ସାର୍ ହଁ ନିଫ୍ଟି ସାର୍ ମୁଁ 50 ଗୋଟେ କମ, ଟୋଟାଲ ତ 50ଟା ହିଁ ଅଛି।
ସାର୍ ମୁଁ ଆଉ ଗୋଟେ କଣ୍ଡିସନ କହିବି କି ଲଗେଇବି? ହଁ କୁହନ୍ତୁ। ସାର୍ ମନ୍ଥଲି କ୍ଲୋଜ ଗ୍ରେଟର ଦେନ୍ ମନ୍ଥଲି ଅପର ବୋଲିଞ୍ଜର ବ୍ୟାଣ୍ଡ। ନାଇଁ ମୁଁ ଏଠି କହୁଛି ଯେ ଏଇଟା ଆପଣ କେବଳ ଇଏ କରିବେ ଅପ୍ଟିମାଇଜ କରିବା ପାଇଁ କହୁଛି, ମୁଁ ଆଡିସନାଲ ଇଣ୍ଡିକେଟର କହୁନି। ଏଟାକୁ କେମିତି ନମ୍ବର ଅଫ ଷ୍ଟକ୍ସ କେମିତି କମ କରେ ସେଇଟା ମୁଁ କହୁଛି। ହଁ ଅପର ବୋଲିଞ୍ଜର ଆଚ୍ଛା ଉପର ଯେ କ୍ରସ କରିବ ସେଇଟା ବୋଧେ କରାଯାଇପାରେ। ଆଜ୍ଞା ଆପଣ କହୁଛନ୍ତି ଯେ ମନ୍ଥଲି କ୍ଲୋଜ, ରାଇଟ? ଆଜ୍ଞା ଆଜ୍ଞା Monthly close is greater than ମନ୍ଥଲି ଅପର ବୋଲିଞ୍ଜର ବ୍ୟାଣ୍ଡ। ଆଉ ଗୋଟେ ସାର୍ ରହିବ ୱିକଲି କ୍ଲୋଜ ଗ୍ରେଟର ଦେନ୍ ୱିକଲି ଅପର ବୋଲିଞ୍ଜର ବ୍ୟାଣ୍ଡ। କହୁଛି ତାର ସମସ୍ୟା କଣ ଅଛି କହୁଛି। ଠିକ ବୋଲିଞ୍ଜର ବ୍ୟାଣ୍ଡ 22 ତ ନଉଛନ୍ତି। ଆଜ୍ଞା ଆଜ୍ଞା 22। ଆଉ ଗୋଟେ ସାର୍ ଡେଲି ରହିବ ମନ୍ଥଲି ୱିକଲି ଡେଲି। ହୁଁ। ଗୋଟେ ଲାଷ୍ଟ ରହିବ ସାର୍ ଡେଲି କ୍ଲୋଜ ଗ୍ରେଟର ଦେନ୍ ନମ୍ବର 100। ହଁ ଏଠି ମୁଁ 300 ଉପରେ ଦେଇଦେଇଛି। ଡେଲି କ୍ଲୋଜ ଆଜ୍ଞା ଗ୍ରେଟର ଆଜ୍ଞା ଦେନ୍ 100 ଦେଇଦେଇଛି। କଥା ଆଜ୍ଞା ହଉଛି ଯେତେବେଳେ ଆପଣ ଡେଲି ୱିକଲି ମନ୍ଥଲି ଦଉଛନ୍ତି, ଏହାର ସବୁଠୁ ବଡ ସମସ୍ୟା ହଉଛି ଯାହାକୁ କହନ୍ତି କ୍ୟାଣ୍ଡେଲ ରିପେଣ୍ଟ। କ୍ୟାଣ୍ଡେଲ ରିପେଣ୍ଟ ଅର୍ଥ ଆଜି ହଉଛି ଆପଣଙ୍କର 26 ଅଗଷ୍ଟ 2028। ତ ଆଜ୍ଞା ଅଗଷ୍ଟ ମାସର କ୍ୟାଣ୍ଡେଲ ଅବିକା ବି ତିଆରି ହଉଛି, ଚାଲିଛି ତିଆରି। ଆଜ୍ଞା ସେ କଣ କରିବ, ଆସନ୍ତା କାଲି ଦେଖେଇବ ଯେ ଗତକାଲି ଏଇ ଷ୍ଟକ୍ ଟା ଆସିଥିଲା ବୋଲି। ତାର ଆଜ୍ଞା ମାନେ ସାର୍ କିଛି, କାରଣ ମନ୍ଥଲି କଣ୍ଡିସନ ମାରିଦେଲା କ୍ଷଣି ସାରା ମାସରେ ସେ ଗୋଟେ ଷ୍ଟକ୍ କେତେବେଳେ ଦେଖନ୍ତୁ ଆସିଗଲା, ତା ପରଦିନ ନଥିବ। ପୁଣି ତା ପରଦିନ ଆସି ଆଜ୍ଞା ତ ପୁଣି ତା ପରଦିନ ନଥିବ। ଯେତେବେଳେ ଆପଣ ମଲ୍ଟି ଆଜ୍ଞା ଟାଇମ ଫ୍ରେମ ନଉଛନ୍ତି, ସେତେବେଳେ ଆଜ୍ଞା ସ୍ପେଶାଲି ମନ୍ଥଲି ନଉଛନ୍ତି, ଆପଣଙ୍କ କ୍ୟାଣ୍ଡେଲ ରିପେଣ୍ଟ ହେଇ ଚାଲିଥିବ। ଯେତେବେଳେ ରିପେଣ୍ଟ ହବ ସେତେବେଳକୁ ଆପଣଙ୍କୁ ଲାଗିବ ଯେ ଏଟା ଆସିଗଲା, ତା ପରଦିନ ନଥିବ। କାରଣ ଏଇ ପ୍ରକାର ପ୍ରୋବ୍ଲେମ ପାଇଁକା ମୁଁ ଚାର୍ଟିଂ କୁ ମେଲ କରିଥିଲି, ସେ ମତେ ବୁଝେଇକି ଲେଖିଲା ଯଦି ଆପଣ ଆଜ୍ଞା ମନ୍ଥଲି ଆଉ ୱିକଲି ବ୍ୟବହାର କରୁଛନ୍ତି, ଦେନ୍ ଗେଟ୍ ଆଜ୍ଞା ପ୍ରିପେୟାର୍ଡ ଫର କ୍ୟାଣ୍ଡେଲ ରିପେଣ୍ଟ। ଯୋଉ ଦିନ ଆସିବ ତା ଗ୍ୟାରେଣ୍ଟି ନେଇ ତା ପରଦିନ ସେଟା ଥିବ। ଯଦି ପୁଣି ଆଜ୍ଞା ମାର୍କେଟ ଖସିଗଲା, ତାର ପ୍ରାଇସ ଆଜ୍ଞା ଖସିଗଲା, ୱିକଲି ଆରଏସଆଇ ବା ମନ୍ଥଲି ଆରଏସଆଇ ତଳକୁ ପଳେଇଲା, ସେଦିନ ସେ କଣ୍ଡିସନ ଫୁଲଫିଲ ହେଇନି। ଅର୍ଥାତ୍ ମନେ କରନ୍ତୁ 20 ଅଗଷ୍ଟରେ କଣ୍ଡିସନ ଫୁଲଫିଲ ହେଇଛି, 21 ରେ ଫୁଲଫିଲ ହେଇଛି, ଆଜ୍ଞା 22 ରେ ହେଲାନି, ସେ ବାହାରିଗଲା ସ୍କାନରରୁ। ପୁଣି 25 ତାରିଖରେ ଆଜ୍ଞା ଆସିବ, ପୁଣି 27 ତାରିଖରେ ପଳେଇଲା। ତ ସେଇ ପ୍ରକାର ଚ୍ୟାଲେଞ୍ଜ ହେଇପାରେ। ତାର ସମସ୍ୟା କଣ ହୁଏ? ସମସ୍ୟା ହଉଛି ଯେ ଆପଣ ଯେତେବେଳେ ବ୍ୟାକ୍ ଟେଷ୍ଟ କରିବେ, ସେତେବେଳେ ଦେଖେଇବ ଯେ ଅମୁକ ତାରିଖରେ ଆସିଥିଲା, ବଢିଆ ସିଗ୍ନାଲ ଦେଲା, କିନ୍ତୁ ହଁ ସେଇଦିନ ସାର୍ ଯୋଉ ହଁ ହଁ ଆପଣ ନେଇପାରିବେନି ନା, କାରଣ ସେଟା ପୂର୍ବ ଦିନରେ ଦେଇଛି। ଆଜ୍ଞା ଏସବୁ ଏସବୁ ଏଥିରେ କଣ ହୁଏ, ମୁଁ ଦେଖୁଛି ରନ୍ କରି ଦେଖଉଛି। ବହୁତ ଅଧିକା ସବୁ କମ କରାଯାଇ ପାରିବ। ଧରିନିଅନ୍ତୁ 14 ମେ ରେ ଆସିଥିଲା ଏସବିଆଇ, ଦେଖୁଛନ୍ତି କେତେ ଥର ସେ ଗୋଟେ ଆସୁଛି। ଆପଣ ଆଜ୍ଞା ଯେତେବେଳେ ଗୋଟେ ଚାର୍ଟ ଦେଖୁଛନ୍ତି ଆଉ ଗୋଟେ ମାସରେ 3-4 ଥର ଅଧିକା ଆସିଲା, ଅର୍ଥାତ୍ ଚାର୍ଟର ଅପ୍ଟିମାଇଜେସନ ବହୁତ ସ୍କୋପ ଅଛି। ଇଏ ତ ଏସବିଆଇ ତ ଘନ ଘନ ଦେଇ ଚାଲିଛି, ସେମିତି ତ ଟ୍ରେଡ କରାଯାଇ ପାରିବନି, ସେମିତି ଟ୍ରେଡ କରା ହିଁ ଯାଇପାରିବନି। ତେଣୁ ୟାକୁ ଟିକେ ଟାଇଟ୍ କରିବାକୁ ପଡିବ। ଏଠି ଗୋଟେ ଇଭେଣ୍ଟ ଦେଇଦବା ଯେ ୱିକଲି ଆରଏସଆଇ ଗ୍ରେଟର ଦାନ ନ କରିକି ଆମେ କହିବା କ୍ରସ୍ ଡାକ, ଏଟା ଗୋଟେ ଇଭେଣ୍ଟ ହେଇଗଲା। ମୁଁ ଗୋଟେ ଇଭେଣ୍ଟ ଦେଲି ଯେ ଗୋଟେ କ୍ରସ୍ ଓଭର ଦେଇ ଦିଆହେଲା ଯେ ୱିକଲି ଆରଏସଆଇ ଗ୍ରେଟର ଦାନ 60। ଦେଖନ୍ତୁ କଣ ହେଲା, ଦେଖୁଛନ୍ତି କୋଉ ମାତ୍ରାରେ ଖସିଗଲା। ଏଠି ଆମେ ଦେଖିବା 14 ମେ ରେ ଅଡାନୀ ପୋର୍ଟ, ଦେଖନ୍ତୁ କେତେଟା ୟେଲୋ ବାର ଆସିଥିବ, ପାଖାପାଖି 2ଟା ପାଖାପାଖି ଆସିଛି, ତାପରେ ତା ପୂର୍ବରୁ ନାହିଁ। ଏଠି ଗୋଟେ ଆସିଛି, ଏଇଟା କୋଉ ଦିନ 7 ଡିସେମ୍ବର 2023 ରେ ଆସିଥିଲା, ତାପରେ ଏଠି ଆସିଥିଲା। So this is a beta scanner because it exercises discretion, ଯେ randomly ଦଉନି। ଏଠି ଆସିଲା 14 ମେ ରେ, ଆଉ ତାପରେ ନାହିଁ। ଦିସ୍ ଇଜ ଏ ବେଟର ସ୍କାନର। ମୁଁ କଣ କହିବାକୁ ଚେଷ୍ଟା କରୁଛି, ଆପଣ ଯେତେବେଳେ ସ୍କାନର ତିଆରି କରୁଛନ୍ତି, ଦେଖନ୍ତୁ ଯେ କେତେଟା ସିଗ୍ନାଲ ଆସୁଛି, କେତେ ଫ୍ରିକ୍ୱେଣ୍ଟଲି ସିଗ୍ନାଲ ଆସୁଛି। ସିଏ ଆପଣଙ୍କୁ ପରମିଟ କରିବ ଯେ ଏଇଟା ଟ୍ରେଡେବଲ ସ୍କ୍ରିନର କି ନୁହେଁ। ଯେମିତି ଆଜି କିଛି ଆସିନି, କେବେ ଲାଷ୍ଟ ଆସିଥିଲା ଏଥିରେ? ଏଥିରେ ଲାଷ୍ଟ ଆସିଥିଲା ଜୁଲାଇ 26 ତାରିଖରେ, ଆଜି ହେଇଗଲା ଅଗଷ୍ଟ 26। ଗୋଟେ ମାସରେ କୌଣସି ସ୍କ୍ରିନର କୌଣସି ଷ୍ଟକ୍ ଆସିନି, which is good। ଏଠି ଆସିଥିଲା 26 ଜୁଲାଇରେ ବିପିସିଏଲ, ଦେଖିବା କଣ ହେଇଥିଲା। ଏଇଠି ଆସିଥିଲା ବିପିସିଏଲ 328 ଟଙ୍କା 80 ପଇସାରେ, ତାପରେ ଉପରକୁ ଯାଇ ପହଞ୍ଚିଲା 369 ଟଙ୍କା। ତା ପୂର୍ବରୁ ଗୋଟେ ଆସିଥିଲା 22 ଜୁଲାଇରେ
दिस इज ए बेटा स्क्रीनर पूर्व किसी आसला कि नहीं देखा जाऊनी सेमती किसी आसबार किंतु अबिका जोटा आम कले एटा गोटे ऑप्टिमाइजेशन है बट इट्स नॉट द बेस्ट ऑप्टिमाइजेशन गोटे स्क्रीनर तैयारी करिया पेंका ना आपनको 10 मिनिट लागिवो ताको ऑप्टिमाइज करिया पेंका जदि आपनको 5 घंटा न लागुची ता अर्थ आपण तापर यथेष्ट समय दउनांती 5 घंटा लागिला परे गोटे स्क्रीनर को आपण डिसाइड कर पारे जे एटा को नेला बेलिया अछि ना पूरा डिस्कार्ड कर देला बेलिया अछि ଯେତେବେଳେ ଆମେ ଦେଖିବା ଏକ ବ୍ୟାକ୍ ଟେଷ୍ଟ କେମିତି କରିବା ଗୁଗଲ ଶିଟ୍ସ ରେ ଯାଇକରି ଗୁଗଲ ଫାଇନାନ୍ସ ର ଫର୍ମୁଲା ୟୁଜ କରିକିରି ଆମେ ତାକୁ ଟେଷ୍ଟ କରିବା ଏଠି ଯେମିତି ଏଟାକୁ ମୁଁ ଡାଉନଲୋଡ କରୁଛି ଦେଖନ୍ତୁ 9 ମାସରେ କେତେଟା ଦେଲା ସିଗ୍ନାଲ नौ मासरे 56 सिग्नल दिस व्हिच इज गुड ଆମେ ଯେହେତୁ ଲାର୍ଜ କ୍ୟାପ୍ ନେଇଛେ 20,000 କୋଟି ଟଙ୍କାର ଉପରର ମାର୍କେଟ କ୍ୟାପ୍ ନେଇଛେ ତେଣୁ ସେତିକି ଦେଇଛି ସିଗ୍ନାଲ ଦେଖନ୍ତୁ ଟେକ୍ ମହିନ୍ଦ୍ରା ଦେଇଛି 9 1 ରେ 11 1 ରେ ଗ୍ରାସିମ 29 1 30 1 31 1 ପ୍ରଶ୍ନ ହଉଛି ଯଦି 29 ରେ ଆସିଲା ଯଦି ନେଲେ ତ 30 1 ନବା କଥା କି କୁହନ୍ତୁ ଆପଣ ମାନେ ଉତ୍ତର ଦିଅନ୍ତୁ ସେ ଗୋଟିଏ ଷ୍ଟକ୍ 3 ଦିନ ଲଗାତାର ଆସିଛି କଣ କରିବା ଉଚିତ ଥରେ ପ୍ରଫିଟ ନେଇକି ବାହାରି ଯାଉଛି ନା ଧରନ୍ତୁ ଗ୍ରାସିମ ଜାଗାରେ ଏଠି ଆସିଥାନ୍ତା ୱେଲସ୍ପନ୍ ନେଇଥାନ୍ତେ ନା ଏଠି ଯଦି ଆସିଥାନ୍ତା ବର୍ଦ୍ଧମାନ ଟେକ୍ସଟାଇଲ ନେଇଥାନ୍ତେ ନା ତେଣୁ ଯୋଉ ଦିନ ଆସୁଛି ଯୋଉ ଷ୍ଟକ୍ ତାକୁ ନବା ଉଚିତ ତାହେଲେ ଯାଇକି ଆପଣ ସେ ଯୋଉ ସ୍କ୍ରିନର ର ଫୁଲ ପୋଟେନସିଆଲ ଆପଣ ନେଇପାରିବେ ଯଦି 29 ନେଇଛନ୍ତି ତାହେଲେ ପୁଣି 30 ନେବେ ପୁଣି 31 ନେବେ ପୁଣି ଆସି 2 ଫେବୃଆରୀ ସେଦିନ ମଧ୍ୟ ନେବେ ଯଦି ଆପଣ ଟାର୍ଗେଟ ଆଚିଭ କଲେ ବାହାରି ଯିବେ ଦେଖିଦେବା ଗ୍ରାସିମ 29 1 ପରଠୁ କଣ ହେଇଥିଲା ସେଥିରେ ଏଇ ଦିନ ଟ୍ରିଗର ହେଇଥିଲା 2104 ତାପରେ 2126 ତାପରେ 2175 ଆମକୁ ଏ ସବୁ ଯାକ ନବା ଉଚିତ ଯେତେ ସେତେ ନବା ଉଚିତ ଯୋଉ ଟାର୍ଗେଟ ରଖିବା ସେ ଟାର୍ଗେଟ ଆଚିଭ କଲେ ବାହାରି ଯାଉଛି ଟାର୍ଗେଟ କେମିତି ଆମେ ଧରିବା ଆମେ ଆମ ଫିବୋନାସି ଲେଭେଲ ଟାଣିକି ବାହାର କରିଦବା ଯେ ଏଇଟା ହଉଛି ଏଣ୍ଟ୍ରି ଏଇଟା ହଉଛି ଏକ୍ସିଟ୍ ତ ଏଇଟା ହେଇଗଲା ଆମର କେମିତି ଆମେ ତାକୁ ଅପ୍ଟିମାଇଜ କରିପାରୁଛେ ଗୋଟେ ପର୍ଟିକୁଲାର ଲେଭେଲ ଅଫ କନଫିଡେନ୍ସ ପାଇଁ ଯେମିତି ଅବିକା ଆମେ ଏମିତି କଲେ ଗୋଟେ ଇଭେଣ୍ଟ କ୍ରିଏଟ କରିଦେଲେ କ୍ରସ୍ ଟା ସେମିତି ଯଦି ଆପଣ ଦିଟା ଇଭେଣ୍ଟ କରିଦେବେ ତାହେଲେ କିଛି ସିଗ୍ନାଲ ଆସିବନି ଦେଖିନ୍ତୁ ମୁଁ ଏଇଟା କରିଦଉଛି ଗ୍ରେଟର ଦାନ କ୍ରସ୍ ହବ ଦିଟା ଇଭେଣ୍ଟ କରିଦେଲି ଦିଟା ଇଭେଣ୍ଟ କରିଦେଲା ପରେ ଭର୍ଚୁଆଲି କିଛି ଆସିବନି ଦେଖନ୍ତୁ ଗୋଟିଏ ଆସିଛି କେବଳ ଗ୍ରାସିମ ଆସିଲା 5 ଜୁନରେ ଆଉ କିଛି ନାହିଁ 9 ମାସରେ ଆଉ ସିଗ୍ନାଲ ନାହିଁ ଏଇଟା କାହିଁକି ଏମିତି ହେଲା କହିବେ କୁହନ୍ତୁ ତ କିଏ ବୁଝେଇ ପାରିବେ କାହିଁକି ଏମିତି ହେଲା କିଏ ବୁଝେଇ ପାରିବେ କାହିଁକି ଏମିତି ହେଲା ଏଇଟା ଗ୍ରେଟର ଦେନ୍ ଥିଲା କ୍ରସ୍ ଅଫ୍ କରିଦେଲି ତ କାହିଁକି ସବୁ ଯାକ ସିଗ୍ନାଲ ପଳେଇଲା କାରଣ କ୍ରସିଂ above is a specific event ମାନେ ଆପଣ କହୁଛନ୍ତି ସେଇ ଗୋଟିଏ ଦିନରେ ଡେଲି ଆରଏସଆଇ ଏକ୍ଜାକ୍ଟଲି 40 କୁ କାଟିଥିବ ସେଇ ଦିନ ମଧ୍ୟ ୱିକଲି ଆରଏସଆଇ ଯୋଉ ସେ ବି 60 କୁ କାଟିଥିବ ଏମିତି କଣ୍ଡିସନ ଏହି ପ୍ରକାର ଇଭେଣ୍ଟ ଗୋଟିଏ ଦିନରେ ହବାର ରେୟାରିଟି ଅଛି ତେଣୁ ଆପଣ ମଲ୍ଟିପଲ ଇଭେଣ୍ଟ କ୍ରିଏଟ କରିବେନି ଗୋଟିଏ ଇଭେଣ୍ଟ କ୍ରିଏଟ କରିବେ ଧରନ୍ତୁ ଡେଲି ଆରଏସଆଇ କ୍ରସ୍ ଅଫ୍ 40 ଏଟା କଣ କଲି ଯୋଉଟା ୱିକଲି ଟା ଥିଲା କ୍ରସ୍ ଅଫ୍ ନକରି ଗ୍ରେଟର ଦେନ୍ କରିଦେଲି ଏଟା ଗୋଟେ କଣ୍ଡିସନ ହେଇଗଲା ଇଭେଣ୍ଟ ହେଲାନି ଯଦି ମୁଁ ରନ୍ କରିବି ତାହେଲେ ମତେ ଦେଖନ୍ତୁ କଣ ମିଳିଲା ତିନୋଟି ମିଳିଲା ଯଦି ମୁଁ ୱିକଲି ଟା କରିଦେଲି କ୍ରସ୍ ହବ ଏଇଟା କରିଦେଲି ଗ୍ରେଟର ଦ୍ୟାନ୍ ତାହେଲେ
हमको भल सिग्नल मिलची। धरनियंतु मु वीकली टाक करदेली ग्रेटर दैन आउ मंथली टाक करदेली क्रॉस अबव टिके कमी गला। सेमतिया एठी जोटा कंडीशन देचे ग्रेटर दैन को यदि क्रॉस अबव करदेली पुणी दीटा हमर इवेंट क्रिएट करदेली। इवेंट क्रिएट करदेला को नंबर ऑफ सिग्नल्स कमी जीवो किछि नाही गोटे भी सिग्नल नाही 9 मास रे। जदि मु एटा क्रॉस अबव टक न करी ग्रेटर दैन करली गोटे इवेंट रखली ईएमए क्रॉस अबव तथापि किछि नाही ता अर्थ एटा इम्पॉसिबल सिचुएशन गोटे क्रिएट हिच। एटी ग्रेटर दैन कर दे गोटे क्रॉस ओवर दे देली हमर एटा हेई गला स्कैनर ताकू पुणी हमें और ऑप्टिमाइज करिया तळे हम बैक टेस्ट करिवा। ठीक अछि तो आजिर चर्चा एट रखिबा जदि किछि प्रश्न अछि पचारंतु। हेलो आज्ञा कोंतु। सर नमस्कार। नमस्कार। सर आम एक्चुअली फिबोनाची लगे किसी इंडिकेटर कान करि परिबा ना चार्ट लिंक रे। फिबोनाची आज्ञा इंडिकेटर नुहे इट्स अ ड्राइंग। फिबोनाची लगे के करा जाय परियो मु अनेक फिबोनाची रे करछि आपनको देखि कारण से मैथमेटिकल कैलकुलेशन करियो पड़ियो। जदि आपण मन अछि फिबोनाची कोन सर ताहले आपण मैथमेटिकली कैलकुलेट करि परिबे। धरनियंतु मु कहूछि जे मु एठी फिबोनाची लगेबी एठी धरनियंतु गोटे फिबोनाची लगौछि मु फिबोनाची एक्सटेंशन लगौछि। सर मु कहूछि जदि 2671 ऊपर को जीवो ताहले मते कहो ताहले मते एटा को लिखिया को पड़िबो चार्ट रे जे केमिति से कैलकुलेट करिवे। एटा तो एई लेवल टा ग्रासिंग पे हला ना और सब स्टॉक में केमति लिखि तो मते लिखिया को पड़िबो जे जते बेले तार रिट्रेसमेंट रे से 0.23 से स्किटी थिबो ताहले मते कहो। फॉर एग्जांपल धरनियंतु एठू ए पर्यंत देखुछि मु 52 वीक्स रो हाई लो देखि दोछि। 52 वीक्स अर्थ आज होछि अगस्त 26 तारिख मु देखि दोछि गत अगस्त रे ओके ना इथिरे काम करबेनी कारण एटा लो रु हाई जाउछि हमर हाई रु लो दरकार जोटा खसिथिबो ताको हम किनि परिबा। मु खाली गोटे एग्जांपल पे देखे दोछि रिट्रेसमेंट रे जदि मु कहली जे जे एठू जो 0.23 से काटुची 0.23 से काटी थिबो किंतु 0.382 भितरे थिबो ताहले मते काढी के देखा ताहले से बात देखि दे परयो। ता सेत पे टिके कॉम्प्लेक्स लिखिया पड़े आपण जदि लॉजिक बुझ परियो ताहले हम सेटा कर देबा। मु करिछ अनेक फिबोनाची ऊपर किंतु हमर आज फिबोनाची रो सर आज्ञा आज मु फिबोनाची रे सर 5टा ट्रेड कली आज्ञा 5टा जाक ट्रेड रे मोर प्रॉफिट हेदिला। अच्छा सर बहुत एक्चुअली सर फिबोनाची माने सर हमरो जो लेवल अछि सर गोल्डन लेवल हम्म, सर गोल्डन लेवल थिबो हाँ ता ऊपर सर मारुओ कैंडल थिबो अच्छा आरएसआई 60 एबव थिबो हम्म, 10 कैंडल रो मूवी माने वॉल्यूम हम्म, ग्रेटर दैन सर थिबो 10 कैंडल मिसी की जति कि सर ग्रेटर दैन थिबो सेही जगह रे ही मु एंटर करबी। अच्छा बहुत बढ़िया सेटा आपण इंट्राडे कथा कहउछन ना सर 5 मिनिट रे सर मु जस्ट 3 मिनिट 4 मिनिट रे बाहर पड़े 2 मिनिट हम से कथा इंट्राडे कथा कहउछन ना एठी हमें कथा होचे सर पोजीशनल ट्रेड पे का एठी हमें डेली कैंडल कथा होचे सर तो इंट्राडे पे का तार अप्रोच अलगा रहयो। बच्चे लोग ये अच्छे आज्ञा तो इंट्राडे पे का हमें अपन तो स्कैनर तैयार करना आज जहां स्कैनर डिस्कस करछे केवल पोजीशनल ट्रेड पे जोटा कि आपण अनेक दिन धरि के रखी परिबे सेति पे हमें कथा होचे। सर ସେଇଟା ସାର୍ ହାଇ ଏକ୍ୟୁରେସି ବାଲା ମିଳିବ କି ସାର୍ ଆପଣଙ୍କ ଥ୍ରୋରୁ କରିକି ଦେବେ କି ଦେଇ ହବ କି? ଧର ଆମେ ସାର୍ ଗୋଟେ ଷ୍ଟକ୍ ଅପସନ ନେଲୁ ତ 2-3 ଦିନ ପାଇଁ ହୋଲ୍ଡ କରିବୁ
ଆଜ୍ଞା ସେଇଟା ସାର୍ ଆପଣ କରିଦେଲେ ବେଟର ହୁଅନ୍ତା। ନାଇଁ ସେ ମୁଁ ତ ଷ୍ଟ୍ରାଟେଜି ତ କହିବିନି, ମୁଁ ଆପଣଙ୍କୁ ଷ୍ଟ୍ରାଟେଜି କେମିତି ତିଆରି କରାଯାଏ ସେଇଟା କହିବି। କାରଣ ମୁଁ କେବେ କାହାକୁ କହିନି ଯେ ଏମିତି କଲେ ଏଇଟା ପ୍ରଫିଟ ହେଇଯିବ ବୋଲି, ନା ନା, ଦ୍ୟାଟ୍ସ ନଟ୍ ହାଉ ଇଟ୍ ଇଜ ଟୁ ବି ଡନ୍। ମୁଁ କହିବି ଯେ ଆପଣଙ୍କର ଯୋଉ ଷ୍ଟ୍ରାଟେଜି ଅଛି ସେଇଟା କେତେ ଇଫେକ୍ଟିଭଲି ବ୍ୟବହାର କରିପାରିବେ। ଧରି ନିଅନ୍ତୁ ଏଇଟାକୁ ମୁଁ କହିବି, ଏଇଟା ମୁଁ କହୁଛି ଯେ ଫ୍ୟୁଚର୍ସ ନେଇଯିବା। ଫ୍ୟୁଚର ଆଜ୍ଞା, फ्यूचर सर एमडी भी करले हबो, डेली मंथली ना, मंथली वीकली और डेली और 15 मिनट ब्रेकआउट इंट्राडे ପାଇଁ ଧର पोजिशनल से 1 आवर ब्रेकआउट मंथली और वीकली और सर डेली और 1 आवर ब्रेकआउट जो स्टॉक थिबो प्लस प्रीवियस डे हाई सो एमडी सर। हाँ ब्रेकआउट केतेटा कैंडल ब्रेकआउट? सर मंथली କାରଣ ब्रेकआउट थिबो आଜ୍ଞା ମନ୍ଥଲି ବ୍ରେକଆଉଟ୍ ଅର୍ଥାତ୍ ଆଜିର ଯୋଉ କ୍ଲୋଜ ଟା ଗଲା ମାସର ଆଜ୍ଞା ହାଇ ଉପରେ ଥିବ, ଏଇଟା ତ କହୁଛନ୍ତି ବ୍ରେକଆଉଟ୍। ଆଜ୍ଞା 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 ହଁ, ସେ କହୁଛନ୍ତି ଯେତେବେଳେ ମନ୍ଥଲି ଆପଣ ୟୁଜ କରିବେ ସେତେବେଳେ ଏଇ ଯୋଉ ସିଗ୍ନାଲ ଦବ ସେଥିରେ ସେ କ୍ୟାଣ୍ଡେଲ କୁ ରିପେଣ୍ଟ କରିବା ଆରମ୍ଭ କରିବ। ସେ କ୍ୟାଣ୍ଡେଲ କୁ ରିପେଣ୍ଟ କରିବ। ସପୋଜ ଆପଣଙ୍କୁ 10 ତାରିଖରେ ମିଳିଲା ସିଗ୍ନାଲ ନିଅନ୍ତୁ ବୋଲି, ଆପଣ ତାର ବେସିସ୍ ଉପରେ ଅପସନ ନେଇ ନେଲେ, ତାପରେ ଦେଖିବାକୁ ଆଜ୍ଞା ତାପରେ ନାହିଁ ସେ ସ୍କାନରରେ ସେଟା ଏକ୍ଜିଷ୍ଟ କରୁନି। ତେଣୁ ଯେତେବେଳେ ଆପଣ ମନ୍ଥଲି ଆଉ ୱିକଲି ନଉଛନ୍ତି ତ ତାର ଅପସନରେ ଟ୍ରେଡ୍ କରୁଛନ୍ତି ବା ଫ୍ୟୁଚରରେ ଟ୍ରେଡ୍ କରୁଛନ୍ତି, ଆପଣ ସାବଧାନ ଥିବା ଦରକାର ଯେ ଏମିତି ମଧ୍ୟ ହେଇପାରେ କ୍ୟାଣ୍ଡେଲ ରିପେଣ୍ଟ ହେଇଯିବ। ଯୋଉ ଆଜ୍ଞା ଗୋଟେ ଦିନ ଦେଖେଇଥିଲା ପୁରା ଦେଖେଇନି। ଆଜ୍ଞା ଠିକ ଅଛି, ତ ଆଜି ଅବିକା 8:30 ହେଲାଣି, ଆଜି ଏଇଠି ବନ୍ଦ କରିବା। ଆମେ ପୁଣି ନେକ୍ସଟ ସେସନ ଦେଖିବା ଆମେ କେମିତି ଅପ୍ଟିମାଇଜ କରି ତାକୁ ବ୍ୟାକ୍ ଟେଷ୍ଟ କରିବା। ଠିକ ଅଛି, ଆପଣ ନିଜ ନିଜ ସବୁ ଯୋଉ ଆପଣ ମାନେ ସମସ୍ତେ ଇଣ୍ଟ୍ରାଡେ ଉପରେ ଫୋକସ କରୁଛନ୍ତି, କିନ୍ତୁ ମୋର ଫୋକସ ଅଛି କେବଳ ସ୍ୱିଙ୍ଗ ଟ୍ରେଡ୍ ଉପରେ, ଏଇ ଯୋଉ ଚାର୍ଟିଂ ହଁ ସ୍କାନର ସାର୍ ସେଇଟା ଟ୍ରେଡ୍ ଉପରେ। ଆଜ୍ଞା ଯେତେବେଳେ ଆପଣ 5 ମିନିଟ୍ 15 ମିନିଟ୍ କଥା କହୁଛନ୍ତି, ମୁଁ ସାଙ୍ଗେ ସାଙ୍ଗେ ଜାଣୁଛି ଯେ ଆପଣଙ୍କର ଇଣ୍ଟ୍ରାଡେ ରେ ଫୋକସ ଅଛି, ପୋଜିସନାଲ ନାହିଁ। ଇଣ୍ଟ୍ରାଡେ ଅଲଗା ଜିନିଷ, ପୋଜିସନାଲ ଅଲଗା ଜିନିଷ। ନା ଇଣ୍ଟ୍ରାଡେ ସାର୍ ହେଲେ ପୋଜିଶନାଲ ପାଇଁ ଠିକ ପୋଜିସନାଲ, ଆପଣ ଧରି ନିଅନ୍ତୁ ଟେଷ୍ଟ ମ୍ୟାଚ, ସେଥିରେ ଆପଣଙ୍କର ଆଜ୍ଞା ଯଦି 10% ଲସ୍ ହେଇଗଲା ଆପଣ ଚିନ୍ତା କରିବେନି ସେଥିରେ। ଯଦି ସେମିତି ଧରିବେ, ସେଥିପାଇଁକା ଏଇ ସବୁ ସ୍କାନର ତିଆରି କରାଯାଉଛି। ଇଣ୍ଟ୍ରାଡେ ପାଇଁକା ବହୁତ ଅଲଗା ପ୍ରକାର ସ୍କାନର ତିଆରି କରିବାକୁ ପଡେ। ନା ସେ ପୋଜିଶନାଲ ସ୍କାନର ସାର୍ ଅଛି କି ଆପଣଙ୍କ ପାଖରେ? ଧର ଆପଣଙ୍କ ଷ୍ଟ୍ରାଟେଜି ଅନୁସାରେ ତ ଆପଣଙ୍କ ସାର୍ ଏକ୍ସପିରିଏନ୍ସ ବହୁତ ନା, ଧର ଆମକୁ ହଁ ଦେବେ ହଁ, ବିଲକୁଲ ଅଛି, ଆମେ ବିଲକୁଲ ଅଛି, ଅଛି ମୋ ହଁ ପାଖରେ ସାର୍ ସ୍କାନର। ସେଇଟା ସାର୍ ଆପଣ ତାର ପେଡ୍ ଭର୍ସନ ରହୁଛି, ଆପଣ ଦେଲେ ଆମେ ଧର ସ୍କାନ କରିବୁ, ତାର ସାର୍ ଚାର୍ଟିଂ ର ସବସ୍କ୍ରିପସନ ନବାକୁ ପଡିବ କି ଆପଣ ଯୋଉଟା ଦେବେ? ନାଇଁ ମୁଁ ତ ଦେବିନି ସେଇଟା, କାରଣ ଦେଖନ୍ତୁ ଆଜ୍ଞା ଏସବୁ ଜିନିଷ କରିବା ପାଇଁ ବହୁତ ପରିଶ୍ରମ ପଡେ। ଅନ୍ତତଃ ମତେ ମୁଁ ପାଖାପାଖି 200 ସ୍କାନର ତିଆରି କରିଥିଲି। ସେ 200 ସ୍କାନର ତିଆରି କରିବା ପାଇଁ ମୁଁ 2000 ଘଣ୍ଟା ଲଗେଇଥିଲି, ବୁଝିପାରୁଛନ୍ତି? ଆଜ୍ଞା ସାର୍ ଆଜ୍ଞା 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 ତେଣୁ ମୁଁ ଖାଲି ସେତିକି ନୁହେଁ, ମୁଁ ବହୁତ ଅଲଗା ଅଲଗା ଜିନିଷ କରେ। ଫର ଏକ୍ସାମ୍ପଲ, ପାଇଥନ ରେ ଆଜ୍ଞା କୋଡ ଲେଖିକିରି ଏଠି ଆଜ୍ଞା ମୁଁ ରନ୍ କରେ, ମୋର ଚାର୍ଟିଂ ରୁ ଯୋଉ ସ୍କାନର ତିଆରି କରିଛି ସେଠୁ ଡେଟା ଆଣିକିରି ମୋର ଏକ୍ସେଲ ସିଟ୍ ରେ ଅପଡେଟ୍ କରିଦଉଛି। ତାହେଲେ ମୋର ଯୋଉ 4ଟା ସ୍କାନରକୁ ମୁଁ ଫଲୋ କରୁଛି, ମୁଁ ଯେ 4ଟା ସ୍କାନରରେ କ୍ଲିକ୍ କରିକି ଦେଖିବିନି ମୋର କଣ ଆସିଲା ନ ଆସିଲା ବୋଲି। ଅବିକା ରନ୍ କରୁছে ପାଇଥନ କୋଡ, ଗୋଟେ ବ୍ୟାଚ୍ ଫାଇଲ ରନ୍ ଆଜ୍ଞା ହଉଛି। ଏ 4ଟା ସ୍କାନର ସେ 15 ସେକେଣ୍ଡ ରନ୍ କରି ଦେଖେଇଦବ ଯେ କିଛି ଆସିଲା କି ନାହିଁ। ଏଇଠି ଆସିଛି ଆଜି ଆଜ୍ଞା ସୁଭେନ ଫାର୍ମା, ପିଜିଏଲ, ଆଇସିଆଇସିଆଇ ଜେନେରାଲ ଇନ୍ସୁରାନ୍ସ, ଗଡଫ୍ରେ ଫିଲିପ, ଟାଟା ଟେକ୍ନୋଲଜିସ୍। ଇଏ ମୋର ଭିନ୍ନ ଭିନ୍ନ ସ୍କାନର ରୁ ଆଣିକି ଚାର୍ଟିଂ ରୁ ସେ ପପୁଲେଟ କରି ଦେଖେଇଦବ କଣ କଣ ଆସିଲା ବୋଲି। ତ ଏହାର ବହୁତ ଲମ୍ବା ଚौड़ा ଆକ୍ଟିଭିଟି ଅଛି। ସାର୍ ସେଇଟା ସାର୍ ଆମେ ନବାକୁ ହେଲେ କଣ କରିବାକୁ ପଡିବ ଆପଣଙ୍କ ଧର? ଆପଣ ନିଜେ ତିଆରି କରନ୍ତୁ, ମୁଁ ଆପଣଙ୍କୁ ସାହାଯ୍ୟ କରିବି। ଆମେ ତ ସାର୍ ଯାହା ହେଲେ ବି ଇୟା ଏକ୍ସପିରିଏନ୍ସ ଏତେ ନାହିଁ ନା ସାର୍, ନହେଲେ ପେଡ୍ ସାର୍ ରଖନ୍ତୁ ଆପଣ। ଆମେ ତ ଆଜ୍ଞା ସାର୍ ନାଇଁ ମୁଁ ସେ କଥା ତ ଭାବିନି, କିନ୍ତୁ ଆଜ୍ଞା ଯଦି ଆପଣ ସକ୍ସେସଫୁଲ ହବାକୁ ଚାହୁଁଛନ୍ତି ତାହେଲେ ନିଜେ ଆଜ୍ଞା ତିଆରି କରନ୍ତୁ, ନିଜେ ତିଆରି କରିପାରିବେ। ସେଇଟା ଥରେ ଯଦି ଆପଣ ଏଫର୍ଟ ଲଗେଇକି ତିଆରି କରିବେ, ସାରା ଜୀବନ ଆପଣ ସେଟା ୟୁଜଫୁଲ ହବ। କାରଣ ହଁ ତ କାହାର ମୁଁ ତ ସାର୍ ସେଇ କଥା କହୁଛି। ହଁ ହଁ, ସାର୍ ଆପଣଙ୍କୁ ମୁଁ କହିପାରିବି ଯେ କେମିତି ଆପଣ ସ୍କାନର ତିଆରି କରିପାରିବେ ଯୋଉଥିରେ ଆପଣ ତାର ରିଲାୟବିଲିଟି ଅଧିକ ରହିବ। ସେଇଟା ହିଁ ସାର୍ ଦରକାର ଆମର। ଯେହେତୁ ଆମେ ମାର୍କେଟରେ ତ ସାର୍ 90% ଲୋକ ପଳଉଛନ୍ତି, 10% ରହୁଛନ୍ତି। ସେ 10% କ୍ୟାଟେଗୋରୀରେ ସାର୍ ଆମେ ଆସିବୁ, ଏଇ ଧର ଆମେ ତ ଷ୍ଟକ୍ ଅପସନ ଧର କରିବା ସାର୍, କିମ୍ବା ଷ୍ଟକ୍ କୁ କ୍ୟାଶ ରେ କରିବା, ତ ଆମେ 2-3 ଦିନ କିମ୍ବା 7 ଦିନ ମାନେ ସୁଇଙ୍ଗ ରେ ହୋଲ୍ଡ କରିକି ଆମେ ବାହାରି ଯିବାର ଅଛି। ଆମେ ପ୍ରଫିଟେବୁଲ ବାହାରି ସବୁବେଳେ ଟିକେ ସେଇଟା ସାର୍ ରହିବା
ସେଇଥିପାଇଁ ସାର୍ ମୁଁ କହୁଥିଲି। ହଁ ପ୍ରଫିଟେବଲ ହବା ପାଇଁ ସମସ୍ତେ ଚେଷ୍ଟା କରନ୍ତି, କିନ୍ତୁ କଥା ହଉଛି ଆଜ୍ଞା ଯେ ଆପଣ ଯଦି ବିରାଟ କୋହଲି ବା ସଚିନ ତେନ୍ଦୁଲକର ହବାକୁ ଚାହୁଁଛନ୍ତି, ଆଉ ଯଦି ଆଜ୍ଞା କହିବେ ସାର୍। ସଚିନ ତେନ୍ଦୁଲକର ଯେ ଗୋଟିଏ ମୁଁ କେମିତି 6ଟେ ମାରିବି, ଦ୍ୟାଟ୍ ଇଜ ନଟ୍ ହାଉ କ୍ରିକେଟ ଇଜ ଲର୍ନ, ରାଇଟ୍? ଯେ ଆଜ୍ଞା କେମିତି ବତେଇଦେ ମୁଁ ଗୋଟେ ସେଞ୍ଚୁରୀ ମାରିକି ଆସିବି, ସେମିତି ତ ହୁଏନି। ତେଣୁ ପ୍ରତିଟି ଆଜ୍ଞା ଷ୍ଟ୍ରୋକ ଶିଖିବାକୁ ପଡିବ। ତେଣୁ ଆପଣ ସମୟ ଦିଅନ୍ତୁ ନିଜକୁ, ଯଦି ନୂଆ ଅଛନ୍ତି, ନୂଆ ମାର୍କେଟରେ ଅଛନ୍ତି, ନିଜକୁ 2 ବର୍ଷରୁ 3 ବର୍ଷ ସମୟ ଦିଅନ୍ତୁ, ତାପରେ ଆପଣ ଆଗାମୀ 30 ବର୍ଷ ତାର ଲାଭ ନେବେ। ଯଦି ସର୍ଟକଟ ଖୋଜିବେ ତାହେଲେ ସର୍ଟକଟ କେବେ ଆପଣଙ୍କୁ ଡିସଆପଏଣ୍ଟ କରିବ, କାରଣ କୌଣସି ଷ୍ଟ୍ରାଟେଜି ସାରା ଜୀବନ କାମ କରିବନି। नो ଷ୍ଟ୍ରାଟେଜି ଏଭର ୱାର୍କସ୍ ଫର ଲାଇଫ ଟାଇମ, ଇଟ ଟେକ୍ସ ଟାଇମ। ତେଣୁ ଆପଣ ଶିଖିବାକୁ ଚେଷ୍ଟା କରନ୍ତୁ, ନିଜର ଷ୍ଟ୍ରାଟେଜି ଡେଭଲପ କରନ୍ତୁ, ବ୍ୟାକ୍ ଟେଷ୍ଟ କରନ୍ତୁ, ଘଣ୍ଟା ଘଣ୍ଟା ଲଗାନ୍ତୁ, ଅନ୍ତତଃ ସପ୍ତାହରେ 40 ଘଣ୍ଟା ଲଗାନ୍ତୁ ଆପଣ ଶିଖିବା ପାଇଁକା। ତାହେଲେ 2 ବର୍ଷ ଭିତରେ ଆପଣ ଯାଇକି ବହୁତ ଭଲ ଜାଗାରେ ପହଞ୍ଚିବେ। ସାର୍ ଆମେ କଣ୍ଡିସନ ଧର ମୁଁ ଲେଖିକି ରଖିବି, ଆପଣ କହିଲେ ସାର୍ ସେମିତି ଟିକେ ସ୍କାନର କରିହବ ତ କରିବା ଆପଣ ନିଜେ କଣ୍ଡିସନ ତିଆରି କରନ୍ତୁ ନା, ଆପଣଙ୍କୁ ତିଆରି କରିବେ, ମୁଁ ସାହାଯ୍ୟ କରିବି। ଆପଣ କୁହନ୍ତୁ, ଆପଣ ତିଆରି କରିବେ, ମୁଁ କହିବି ଯେ କୋଉଠି ଠିକ ହଉଛି, କୋଉଠି ଭୁଲ ହଉଛି। ହଁ ସାର୍। ଆଜ୍ଞା ଆଜ୍ଞା ଠିକ ଅଛି, ତାହେଲେ ଆଜ୍ଞା ଆଜି ପାଇଁ ରଖିବା, ମତେ କୁଆଡେ ବାହାରିବାର ଅଛି। ଆ- ପୁଣି ଆଜ୍ଞା ସାର୍ ପରେ ଦେଖିବା। ନମସ୍କାର। ନମସ୍କାର।